କହିଲା ଏ କବି କଳାକାର ଭକତ ଦେଶ ତୁମେ ନ ଧରିଲେ ମୋର ଚଳିବ। ଦି ଜଣ ଶୋଇ ପଡ। ଏ ବୁଢା ଶୁଅ 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 ପାଳି ଧରିବୁନି ଶୁଅ 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 ବୁଢା ଶୁଅ ବୁଢା ଚୁଟି ଅଡୁଆ ହେଇଯିବ। ଏ ଦି ଜଣ ପାଳି ଧରିବେନି। କହିଲା କବି କଳାକାର ଭକତ ଦେଶ ସେବକ ଚାରି ସେ ଦେଶ ଆଉ ଏ ସେବକ ଚାରି ଆଉ ଏମାନେ ଅଟନ୍ତି ଅମର ଶାସ୍ତ୍ର ଆଉ ଏମାନେ ଅଟନ୍ତି ଅମର ଶାସ୍ତ୍ର। डॉक्टर माधर मानसिंह पाजकुटगढ़ कवि कहले कवि अमर अमर कलाकार अमर देश सेवाकारी अमर बक्सी बंधु को पुओ कि तांको वंशधर कौन कहीं ना का नाम मन अच्छी कवि अमर कलाकार अमर देश सेवाकारी अमर आज्ञा कवि अमर आमे पाला बाला कहूँ भंज लिखिले आज्ञा दीन कृष्ण जदुमणि लिखुंट राधानाथ यही जिलार कवि जयदेव भक्तचरण दास लिखिले लिखुंट कौ दिन लेखिकी पंचभूत रे मिसी जाइछि पार्थिव शरीर बंची कलाकार अमर ये जिलार केते केते योग्य गायक चली जाइछन इरे मरीगले हरिनाथ नरीनाथ मरीगले परमानंद शरण मरीगले क्षेत्रवासी मिश्र मरीगले आपण मानकर एवं भूत मार्कंडीय बाहिनीपति लोकनाथ कर उदयनाथ रथ शर्मा निशाकर षडंगी अर्जुन दास वैष्णव प्रधान ये माने समस्ते मरीगले से कहीं कहूँ तांको संगे यार घणी घणी पा ये ताकरी बुद्धि पड़ी ये पाकिस्तान लोक आसिक मो पाखे बसती ये मिसाइल माड़ करिया को आसी हमको एटी जेतिकी आपण माने बसछन सब सुनम तू जानिनु आम पाखे सुदर्शन चक्र अछि वो कवि अमर कलाकार अमर देश सेवाकारी अमर भक्त अमर प्रहलाद ध्रुव भक्त तुमे तो तुम बेपार लागिछ माँ पाखे कहीं मुंडियाटे मार ना माँ दया कले सब हम अपेक्षा कर बापा गीत बोला मोर पर ये आ भीतर जागा नहीं मु कौन करी पु ता माने आमे जो काम कले आम पंचभूत माटी मिसी गले भी समाज आमको मन रखी थब से भगवान खुशी हेबे यार ऊपर गला आउरी अछि कौन सार पळेबे आउ जगन्नाथ विधवा किए हूँ शुणे नहीं जगन्नाथ स्त्री किए गेड़ुआ माने मु भले पचारुची पाला सरीब मोर गोटे दिन फांका अच्छी जून 19 से दिन गोटे पाला आउला ये कहूँ रख मु नहीं करू तू घर को जीवु खाइबु पीबू कहा पाखे शोबू चुप प्रत्येक पुरुषर शज्यार संगिनी हूँ स्त्री राम मंदिर जाइछु राम मंदिर जाइछु राम को पाखे किए शिव मंदिर को जाइछु शिवं पाखे किए काली पचारि थी नाग साप बेकेरे गुड़ाती कि कहले घोषारी आनबे से छात ऊपर ये ड्राइवर हसुची कहीं तोते बापा दरमा दिए कि ना विरुद्ध कहला तू कहीं हसिलु मन दुख करवा कथा से दरमा दौनी दरमा दे मन दुख करता कहले पाला छाड़ी दियो गोसाई तमे पळे आस मो पिला को ट्यूशन करिवो मु 15000 टका तुमु दे एक कथा भी कहउछन
ମୁଁ ୟା ପିଲାକୁ ଟ୍ୟୁସନ କରିବି ୟା ଜୀବନ କାଳରେ ୟା ବାହାଘର ବିଦା କି ବ୍ରାହ୍ମଣ ବି ଦେଇନେଇ ସତେ ନା କଣ ଆମେ କାହିଁ ସେଥିରେ ମୁଣ୍ଡ ପୁରେଇବୁ ଆଉ ସମୟ କାହିଁନା ବାପା ତୋ ଜୀବନରେ ତୁ ଦେଇଛୁ କାହାକୁ ତୁ ଶାଗୁଣା ଛେଳି ଖାଇଲେ କି ନୃସିଂହ ହୋତା ନେଲେ ଦବ ନେଇ ରେ ଏଠି ଯେତିକି ପିଲାମାନେ ଜ୍ଞାନୀ ମାନେ ବସିଛ ସବୁ ଶୁଣ ଶିବଙ୍କ ପାଖରେ କିଏ ରାମଙ୍କ ପାଖରେ କୃଷ୍ଣଙ୍କ ପାଖରେ ଜଗନ୍ନାଥଙ୍କ ପାଖରେ ତୋ ପାଖରେ କାହିଁ ତୋ ଭଉଣୀ କୋଉଠି ଆଉ ଜଗନ୍ନାଥଙ୍କ ଭଉଣୀ ତାଙ୍କ ଶାଶୁ ଘରେ ନଥାଇ ତାଙ୍କ ପାଖରେ କାହିଁ ରହିଲେ ଆରେ ଜଗନ୍ନାଥଙ୍କ ପାଖରେ ଲକ୍ଷ୍ମୀ କାହିଁ ନାହାନ୍ତି ପ୍ରଥମ ପଏଣ୍ଟ ନୋଟ କର ପ୍ରଥମ ଜଗନ୍ନାଥଙ୍କ ପାଖରେ ଲକ୍ଷ୍ମୀ ରହିଲେନି ନା ସାର୍ ବିଧବା ହେଲେନି ତୃତୀୟ ତୋ ଶରୀର କୋଉଥିରେ ତିଆରି ସବୁ ଜାଣିଛେ ଚର୍ମ ଲୋମ ଚର୍ମ ମାଂସ ମେସ୍ତ ରକ୍ତ ଅସ୍ଥି ମଜା ତୋ ବ୍ଲଡ ଯିଏ ରକ୍ତ ସେଇ ତୋ ଶରୀରରେ ମାଂସ ଅଛି ତୋ ସ୍ତ୍ରୀ ଶରୀରରେ ତୋ ଦେହରେ ରକ୍ତ ଅଛି ତୋ ସ୍ତ୍ରୀ ଦେହରେ ତୋ ଶରୀର ରକ୍ତ ମାଂସରେ ତିଆରି ଜଗନ୍ନାଥଙ୍କ ଶରୀର ଲକ୍ଷ୍ମୀଙ୍କ ଶରୀର କି କଥା ମଉସା ଆପଣଙ୍କ ଶରୀର ଯୋଉଥିରେ ତିଆରି ଆପଣଙ୍କ ମାଉସୀ ଶରୀର ସେଇଥିରେ ତିଆରି ଆପଣ ପୁରୁଷ ସେ ସ୍ତ୍ରୀ ଜଗନ୍ନାଥଙ୍କ ଶରୀର କାଠରେ ତିଆରି ଦାରୁରେ ଲକ୍ଷ୍ମୀଙ୍କ ଶରୀର କଣ ଧାତୁରେ ବହୁତ ଗୁରୁତ୍ୱର କଥା ଶରୀରର ସାମଞ୍ଜସ୍ୟ ଅଛି ସ୍ୱାମୀ ପାଖରେ ସ୍ତ୍ରୀ ରହିଲେନି ତୋ ସ୍ତ୍ରୀ ତୋ ପାଖରେ ନା କଣ କହିଲୁ ତୋ ସ୍ତ୍ରୀ ତୋ ପାଖରେ ନା ଆଉ ଆରେ ତାକୁ ଡର ମାରୁଛି ବୋଲି ତୁ ପାଲା ପଳେଇ ଆସୁ ସେ ଭାଇ ପାଖରେ ରହିଯାଉଥିବ ଆଉ ତୋ ଭାଇ ପାଖରେ କଣ ତୋ ସ୍ତ୍ରୀ ତୋ ପାଖରେ କିନ୍ତୁ ଜଗନ୍ନାଥଙ୍କ ପାଖରେ ତାଙ୍କ ସ୍ତ୍ରୀ ନାହାନ୍ତି ଆଉ ଗୋଟେ କାମ ନାରୀ ମାନେ ପୁରୁଷ ପାଇଁ କରନ୍ତି ତୋ ସ୍ତ୍ରୀ କରୁଛେ ଗୋଟେ ପଦ ଗାଇବି ଗାଉନା ଏ ବାଙ୍କ ପୁଅ ବଜେଇ ପାରିବୁ କହିଲା ସ୍ୱାମୀ କ ଉଚ୍ଛିଷ୍ଟ ମହାପ୍ରସାଦ ସ୍ୱାମୀ କ ଉଚ୍ଛିଷ୍ଟ ଚମତ୍କାର ବାୟକ ପାନ ଖଣ୍ଡେ ନେ ଚମତ୍କାର ବାୟକ ମନେ ଅଛି ତୋ ଦାଦି ଏମିତି ବଜେଇଲା 600 ଟଙ୍କାରେ ଗାମୁଛାଟେ ପାଇଥିଲି କେନ୍ଦ୍ରାପଡ଼ାରେ ଶିଶିର ପାଢୀ ମେଳରେ ତାଙ୍କ ଦାଦି ଭୀମସେନ ବେହେରା ପ୍ରତିଷ୍ଠିତ ପାଲା ବାୟକ ପ୍ରହ୍ଲାଦ ସାହୁ ସାଙ୍ଗରେ ଶଙ୍କର ପଣ୍ଡା ସାଙ୍ଗେ ଏମିତି ବଜେଇଲେ ମୁଁ ଶେଷରେ ଏମିତି ଭାବ ବିହଳ ହେଇଗଲି ସେ 600-700 ଟଙ୍କାର ଗାମୁଛା ମୁଁ କହିଲି ନେ ଭାଇ ନେ ତୁ ଯା ଫୋପାଡ଼ି ଦେଲି କଣ ଦେଇଦେଲି ଆଉ ତତେ ଦେଇଥାନ୍ତି କହିଲା ସ୍ୱାମୀ କ ଉଚ୍ଛିଷ୍ଟ ସେଟିଂଟା କେମିତି ଦେଖୁଥା ବାୟକ ପୁଅ ତ ହୁଳ ଛିଣ୍ଡା ନୃସିଂହ ତାକୁ କହିବୁ ସ୍ୱାମୀ କ ଉଚ୍ଛିଷ୍ଟ ଏଇଠୁ ଚିପିଲେ ପାକିସ୍ତାନରେ ପଡିବ ବଟମ ସେଇ ସିଷ୍ଟମରେ ଏମିତି ଚିପି ଦେବି ରହିବ ଦେଖିବୁ ସ୍ୱାମୀ ଗାଳି ଦେବା ପୁରାଣ ତୁ ଭାରି ଚିପଉ ଘରେ ତ ଭାରି ଜାବୁଡାଟେ ପକେଇଲା ଏଇଠି ଭାରି ଚିପି ପକଉଛୁ ସେଠି ଆଉ ତାକୁ ଚିପି ପାରୁନୁ ରହ ସ୍ୱାମୀ ଗାଳି ଦେବା ପୁରାଣ ବେଦର ଦାଦି ସେମିତି ହନା ଆଉ କିଛି ସମୟ ପରେ ଦାଦି ଠିଆ ହେଇ ଦେଖେଇବ କେମିତି ନୃସିଂହ ତାର ଛାତି ଭାଙ୍ଗିଯିବା କଥା ମିଛରେ କହି ଟଙ୍କା ଭିକ ମାଗିକି ଆଣିଲା ସବୁ ନିଚ୍ଛକ ଭାବରେ ଆପଣ ମାନଙ୍କୁ ଦେଖେଇବା 4ଟା କ୍ୟାମେରା ଲାଗିଛି ବିସୁକୁଟୁ ପାଣି ଆଣ ମୁଁ ରାତି ପାହା ଯାଏ କରିବି ସ୍ୱାମୀଙ୍କ ଉଚ୍ଛିଷ୍ଟ ସ୍ତ୍ରୀ ପାଇଁ କଣ ଜଗନ୍ନାଥଙ୍କର ଅଇଁଠା ଲକ୍ଷ୍ମୀ ଖାଆନ୍ତି ଏଇ ତୋ ଘରେ ଯେତେବେଳେ ରୋଷେଇବାସ ହବ ସମସ୍ତଙ୍କୁ ଖାଇବାକୁ ଦେବେ କିଏ ସ୍ତ୍ରୀ ତାପରେ ସ୍ତ୍ରୀ ଖାଇବ ନା ନାଇଁ ନା ତା ପାଇଁ ହୋଟେଲରୁ ବରାଦ ହବ ଆଜ୍ଞା ଆଜ୍ଞା ସେଇ ଖାଦ୍ୟ ଖାଇବେ ନା ନାରୀ ମାନେ କେଡେ ପୁଣ୍ୟମୟୀ କେଡେ ଧୈର୍ଯ୍ୟ ତାଙ୍କର
ପରିବାର ସମସ୍ତ ସଦସ୍ୟକୁ ଖାଇବାକୁ ଦେଇ ସାରିବା ପରେ ନିଜେ ଖାଇବେ। କହିଲା ସ୍ୱାମୀଙ୍କ ଭୋଜନ କିଏ? ଗଙ୍ଗାଧର ମେହେର। ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ ସ୍ୱାମୀଙ୍କର ସଜା ଯିବା ପୂର୍ବରୁ ଉଠୁଥିବୁ ପ୍ରତ୍ୟୁଷରେ ଇଏ ଉଠୁଥିବୁ ପ୍ରତ୍ୟୁ तेरी दुश्मन दुश्मन तू मेरा नैना दे तू ते प्यार। ହିନ୍ଦୀ हिंदी पिक्चर गीत टाइम সেই স্বর ସ୍ୱାମୀ ଖାଇସାରିବା ପରେ ସ୍ତ୍ରୀ ଖାଇବ ସ୍ୱାମୀ ଶୋଇ ସାରିବା ମୂର୍ଖଟେ ସ୍ୱାମୀ ଉପରେ କଣ ଶୋଇବ କହୁଛୁ? ଶୋଇବା ପରେ ସ୍ୱାମୀ ସେ ଶୋଇବ ଉପରେ କହୁଛି ଶୋଇବ। ପୁଅ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଗୋଟେ ଛାଡ଼ିଦେ ଆଜି ଶୋଇବୁ ଶୟନ ପରେ ସ୍ୱାମୀଙ୍କର ଶଯ୍ୟା ତେଜିବା ପୂର୍ବରୁ କଣ ସେ କହିଲାନି ନାରେ ନାରେ ହଉଛୁ ତାକୁ ଠିଆ କର। ମୁଣ୍ଡ ଖରାପ ହେଇଗଲାଣି କଣ କଥାଟା ବୁଝିଲ ଶୁଣ ଏତେ ଭକ୍ତି ଦେଖାନି ଆଉ ଅନ୍ତରର ଖୋଲା କଥା ଆଜି କହୁଛି। ମୁଁ ପଇସା ଲୋଭୀ ନୁହେଁ। ଗୋଟେ ଗୋଟେ ଜାଗାରେ ଯଦି 100 ଲୋକ ଥିବେ ମନ ମାନୁ ନଥିବ ପାଲା ଗାଇବାକୁ। 10 ଦିନ ହେଲା ପାଲା ଗାଇছে ଆଜି କାହିଁକି କଥାଟା ଲୁଚେଇବି କହୁଛି। ମୁଁ ତାନ୍ତ୍ରିକ ନୁହେଁ, ମୁଁ ସାଧକ ନୁହେଁ। ଏଠି ଗୋଟେ ସ୍ପିରିଟ ଅଛି। ଏ ଜାଗାରେ ଗୋଟେ ସ୍ପିରିଟ ଅଛି। କେମିତି ଜାଣିଲି ମୁଁ ସାଧକ ନୁହଁ? 4 ଘଣ୍ଟା ପାଲା ହେଇ ସାରିବା ପରେ ଏମିତି ଜଣା ପଡୁଛି ମାତ୍ର ଆମେ 5 ମିନିଟ୍ ହେଲା ବସା ଘରୁ ଆସିଛୁ। 5 ଜଣ ଥିଲେ ବି ଏ ଜାଗାରେ ଏମିତି ତୁମର ବିସ୍ମରଣ ହବାର ଚାନ୍ସ ନାହିଁ। ଯେମିତି ସତ୍ୟ ଉପରେ କେହି ଜଣେ ତୁମକୁ ବତେଇ ଦଉଛି। ଭକ୍ତି ଦରକାର, ଶୌଚତା ଦରକାର, ପବିତ୍ରତା ଦରକାର। ନହେଲେ ଏଠି 5 ଜଣ 7 ଜଣ 10 ଜଣ ବସିଲା ପରେ ପାଲା ଗାଇବାକୁ ଉତ୍ସାହ କାହିଁକି ହଉଛି? ଏ ଜାଗାର ସ୍ପିରିଟ ଅଛି। ଆପଣ ଏ ମଞ୍ଚକୁ ଚଳେଇଛନ୍ତି ନା ମା ଚଳେଇଛି? କର୍ଣ୍ଣଧାର ତୁମେ। ୟାର ତ ଆଉ କିଛି ଜୀବିକା ନାହିଁ, ଖାଲି ଶୁଖୁଆ ଖାଇବି। କଣ ବୋଲିଲୁ ତୁ ଏ ମା ପିଛ? କଣ ବୋଲିଲୁ? ମୁଁ ପାଣି ଟୋପେ ପିଉଛି କହ। ସମୁଦୁଣି କିଲୋ ସମୁଦୁଣି ଦୟା ରଖିଥିବୁ ମତେ। ତୋ ଝିଅକୁ ମୋ ପୁଅ ବାହାହେଲା, ମୁଁ ବାହାବି ତୋତେ। ସମୁଦୁଣି କି ବାହା ହବୁ? ସର ସମୁଦୁଣି କହିଲେ କଣ ମାନେ? ତୋ ପୁଅର ଶାଶୁ ନା ତୋ ଝିଅର ଶାଶୁ? ପୁଅର ଶାଶୁ। ତୋ ବୋହୁର ବୋଉ। ତୁ କଣ ଜାଣିଥିଲୁ ତାଙ୍କ ଘର ଆଡକୁ? ଭାର ନେଇକି ଯାଇଥିଲି। ଆଚ୍ଛା ଭାରରେ ଗୋବିନ୍ଦ ଘରେ ଥୋଇଲି। ଥଣ୍ଡା ଟିକେ ପିଇଲି। ପିଇଲ? ଦାଣ୍ଡ ପିଣ୍ଡାରେ ବସିଛି ଏକୁଟିଆ ନା ଆଉ କିଏ ନାଇଁ? ଏପଟ ପିଣ୍ଡାରେ ମୁଁ, ସେପଟ ପିଣ୍ଡାରେ ସମୁଦୁଣି। ତୁମକୁ ପଚାରିଆ ସେଇନି। କୁଆର ପୂର୍ଣ୍ଣମୀ ଭାର ବୋହୁ ଘରେ ରଖିଛୁ। ଏପଟ ପିଣ୍ଡାରେ ମୁଁ ବସିଛି, ସେପଟ ପିଣ୍ଡାରେ ସମୁଦୁଣି ବସିଛି। ସନ୍ଧ୍ୟା ନଇଁ ଆସିଲା, ଚା ଟିକେ ମୁଁ ଧରିଛି, ତୋ ସମୁଦୁଣି ସେ ଟିକେ ଧରିଛି। ତୋ ସମୁଦୁଣି ତୋତେ ଚାହିଁକିରି ଟିକେ ହସି ଦଉଛି, ତୁ ତାକୁ ଚାହିଁକିରି ଟିକେ ହସି ଦଉଛି। ଚାରିଆଡକୁ ଅନେଇଲି, ଦେଖିଲୁ କେହି ଲୋକ ନାହାନ୍ତି।
ବହୁ ଦିନ ହେଲା ଗୋଟେ କଥା ଉଙ୍କି ମାରୁଛି ଲାଜରେ କହିପାରୁନଥିଲି ଦେଖିଲୁ ଯେମିତି କେହି ନାହାନ୍ତି କଥାଟାକୁ ଖୋଲିଲି କଣ କହିଲୁ ଫୋପାଡ଼ିଲୁ କାହିଁ କଣ ଧାନ ବସ୍ତା ସମୁଦୁଣି କିଲୋ ସମୁଦୁଣି ଦୟା ରଖିଥିବୁ ମତେ ସମୁଦୁଣି କହୁଛୁ ହଁ ହଁ ତୋ ଝିଅକୁ ମୋ ପୁଅ ବାହା ହେଲା ମୁଁ ବାହାବି ତୋତେ ସମୁଦୁଣି କହିଲୁ ବାହାବୁ ହଁ ସମୁଦୁଣି କଣ ରାଜି ହେଲା ପିଣ୍ଡାରେ ବଇଥିଲା ଯେମିତି କଥାଟି ମୁଁ କହିଦେଇଛି ବୁଢ଼ୀ ପିଣ୍ଡାରୁ ଓହ୍ଲେଇ ପଇଲା ପିଣ୍ଡାରୁ ଓହ୍ଲେଇଲା ସେଥିରେ ଓହ୍ଲେଇଲା ତୁ ମନ ମନେ କଣ ଭାବିଲୁ ମୁଁ ଭାବିଲି ବୋଧେ ମାଳ ପାଇଁ ଯାଉଛି ତୁ ଭାବିଲୁ ବୋଧେ ସମୁଦୁଣି ମୋର ମାଳ ପାଇଁ ଯାଉଛି ଆଜ୍ଞା ବୁଢ଼ୀ କଣ ମାଳ ଆଣି ତୋ ବେକରେ ନମ୍ବେଇ ଦେଲା ନାଇଁ ମୋ ପାଖକୁ ଆଇଲା ପାଖକୁ ଆଇଲା ହଁ ମାଳ ଆଇଲା ନା ଆଉ ମୋ ଚପଲ ଧଇଲା ତୋରି ଚପଲ ଧଇଲା ହଁ ଚପଲ ଯେତେବେଳେ ଧଇଲା ମୁଁ କହିଲି ଚପଲ ତ ବିବାହ ହେଲା ସବୁ ଦଅନ୍ତି ତୁ ଭାବିଲୁ ବୋଧେ ନୂଆ ଚପଲ ଆଣିବ ବୋଲି ମାପ ନବ 8 ନମ୍ବର କି 9 ନମ୍ବର ଦେଖିବ ବୁଢ଼ୀ କଣ ଚପଲ ଆଇଲା ନୂଆ ଚପଲ ଚପଲ ଆଇଲାନି ଆଉ କି ମାପ ନେଲା କୋଉଠି ନେଲା ମୋ ଗାଲିରେ ମାନେ ତୋ ସମୁଦୁଣି ଚପଲରେ ତ ଗାଲୁକୁ ବାଡ଼େଇଲା ତୁ କଣ ହିସାବରେ ସମୁଦୁଣିକି ବାହା ହୁ ବୋଲି କହୁଥିଲୁ ସେମିତି ଦୁଃଖ ଆଜ୍ଞା ପଡିଛି ଆରେ ତୁ ସମୁଦୁଣିର ହାବ ନାବ ଦେଖିଥାନ୍ତୁ ତାପରେ କହିଥାନ୍ତୁ ଲୋକ ନଥିଲେ ବୋଲି କହିଦେଲି ହୁ କିନି କହିଲୁ ବାହା ହବୁ ସମୁଦୁଣି ଚପଲରେ ବାଡ଼େଇ ଦେଲା ଆଚ୍ଛା ଗେଡୁଆ ସାର୍ ତୋର ସ୍ତ୍ରୀ ନାଇଁ କି ରେ 6 ବର୍ଷ ହେଲାଣି ଗଲାଣି ସମୁଦୁଣିର ସ୍ୱାମୀ 2 ବର୍ଷ ହେଇଗଲା ଆଉ ବୁଢା କୌଶଳରେ ପୁଅ ବାହାଘର କରିଛି ଆଉ ତୋ ନମସ୍କାର ଦରକାର ନାହିଁ ଯେ ସମୁଦୁଣି ଠୁ ଜୋତା ମାଡ଼ ଖାଇଛି ଗେଡୁଆରେ ସ୍ତ୍ରୀ ମାନଙ୍କର ଗୋଟିଏ କର୍ତ୍ତବ୍ୟ ସ୍ୱାମୀ ପ୍ରତି ସ୍ୱାମୀଙ୍କ ଉଚ୍ଚିଷ୍ଟ ସ୍ତ୍ରୀ ପାଇଁ ମହାପ୍ରସାଦ କିନ୍ତୁ ଜଗନ୍ନାଥଙ୍କର ଯୋଉ 60 ପଉଟି ପଉଟିକ 20 ଗଉଣୀ ଗଉଣିକ ଯେତେ କିଲେ ସେଠି ଆଇଥବ ସବୁ ଜାଗାରେ ଗଉଣୀ କିଲୋ ସମାନ ନାହିଁ ସମାନ ନୁହେଁ ଆମ ପଟେ ଗଉଣୀ 3 କିଲେ 500 କଣ ଗୋଟେ ବିକ୍ରି ପଶୁରି ନା କଣ ଅଛି 4 କିଲୋ ବି ଅଛି ଯଦି 4 କିଲେ 500 ହେଇଥିବ 4 କିଲେ 500 ଗୁଣନ 20 ଯେତେ ହେଇଥିବ ଯେତିକି ହବ ସେତିକି ତାକୁ 60 ରେ ଗୁଣିଦେବ ସେତିକି ଚାଉଳ ରୋଷେଇ ହଉଥିବ ଆଜ୍ଞା ଆଜ୍ଞା 56 ପ୍ରକାର ଶୁଖିଲା ଭୋଗ ଆଜ୍ଞା ଆପଣଙ୍କ ପରିବାରରେ ଶାଗ ପଖାଳ ହେଲେ ମା ଆପଣଙ୍କୁ ଦେଇକିରି ଖାଇବେ ଲକ୍ଷ୍ମୀ ସେ ପ୍ରସାଦରୁ ଧାର ଧାରନ୍ତି କୁହ ଆଉ ମନକୁ ଷଣ୍ଢ ଭଳି ଆସି କହିଲୁ ଲକ୍ଷ୍ମୀ ଜଗନ୍ନାଥଙ୍କୁ ପ୍ରମାଣ ନାହିଁ ପତ୍ର ନାହିଁ ମା ସଜନା ଶାଗ ଖା ଜଗନ୍ନାଥଙ୍କର ପ୍ରସାଦ ଲକ୍ଷ୍ମୀ ଖାଆନ୍ତି ଜଗନ୍ନାଥଙ୍କ ପାଖରେ ବିଧବା ଆଉ ଗୋଟେ କାମ କରନ୍ତି ସ୍ତ୍ରୀ ମାନେ ସ୍ୱାମୀଙ୍କର ଉଚ୍ଚିଷ୍ଟ ଖାଆନ୍ତି ସ୍ତ୍ରୀ ଗୋଟିଏ ନାରୀ ପାଇଁ ସ୍ୱାମୀର ଉଚ୍ଚିଷ୍ଟ ମହାପ୍ରସାଦ ସହିତ ସମାନ ତୁ ତ ଗୋଟିଏ ନାରୀର ସ୍ୱାମୀ ଏ ପାଳିଆ ତୋ ସ୍ତ୍ରୀ ତୋ ଅଇଁଠା ଖାଉଛି ତୋ ଅଇଁଠା ଖାଉନାହିଁ କାହିଁକି ଯୋଉଦିନ ସେ ଛାଡ଼ି ଦେଇ ଯିବ ସେ କଣ ଆଗ ଖାଇ କାହିଁକି ଓ ତୋ ସ୍ତ୍ରୀ ଚାକିରି କରିଛି ଆଶା ଚାକିରି ଆରେ ସେ ତ ରାତିରେ ରହୁନଥିବ ତୁ ପାଟି କରନା ରାତିରେ କାହିଁ ରହିବନି ଆଉ ଯେତେବେଳେ ଯାହାର ପେନ୍ ହବ ସେ ଯିବ ଆଗରେ ଆମ୍ବୁଲାନ୍ସରେ ତୁ ଏତେ ମୁଣ୍ଡ ପୁରଉଛୁ ଚାଷ କରିବା ମୋ ସ୍ତ୍ରୀର ବା ସେ ଚାକିରି ଆସିଥିଲା ମୁଁ ମନା କଲି ଭଲ କଲୁ ଏ ଗେରୁଆ ତୋ ସ୍ତ୍ରୀ ତୋ ଅଇଁଠା ଖାଏ ନାହିଁ ଲକ୍ଷ୍ମୀ ଜଗନ୍ନାଥଙ୍କ ଅଇଁଠା ଖାଆନ୍ତି ବିଧବା ହୁଅନ୍ତି ମତେ କଣ କ୍ଷତି ହଉଛୁ କିରେ ଏ ପୁଅ କିରେ ବାପା ଜଗନ୍ନାଥଙ୍କର ପାଖରେ ଲକ୍ଷ୍ମୀ ରୁହନ୍ତି ପାଖରେ ଶରୀର ସହିତ ସାମଞ୍ଜସ୍ୟ ନାହିଁ ଅଇଁଠା ବିଧବା ଆଉ ଜଗନ୍ନାଥଙ୍କ ସ୍ତ୍ରୀ କେମିତି ଲକ୍ଷ୍ମୀ ହେବେ ସ୍ତ୍ରୀର ଯାହା କର୍ତ୍ତବ୍ୟ ଲକ୍ଷ୍ମୀଙ୍କର ଅଛି ହେବେ କେମିତି ଆପଣଙ୍କ ଗାଁରେ ମହାଦେବ ମନ୍ଦିର ଅଛି ନା ନାହିଁ ପାର୍ବତୀ ମନ୍ଦିର ମହାଦେବ ମନ୍ଦିର ହବାର 100 ବର୍ଷ ପରେ ପାର୍ବତୀ ମନ୍ଦିର ହେଇଛି ମନେ ରଖନ୍ତୁ
ଜଗନ୍ନାଥ ମନ୍ଦିର ହେଇଛି ସତ୍ୟ ଯୁଗରୁ। ଆଜ୍ଞା ଲକ୍ଷ୍ମୀ ମନ୍ଦିର ଏଇ କଳି ଯୁଗରେ କପିଳେନ୍ଦ୍ର ଦେବ ତିଆରି କଲେ। ଶୁଣ ନୃସିଂହ ହୋତା ଇତିହାସ ପୁରୁଷୋତ୍ତମର। ଆଜ୍ଞା ଆଜ୍ଞା କପିଳେନ୍ଦ୍ର ଦେବ ତିଆରି କଲେ ଲକ୍ଷ୍ମୀ ମନ୍ଦିର। ଠିକ କଥା ତା ପୂର୍ବରୁ ରଥଯାତ୍ରା ହଉଛି। କୋଉ ଲକ୍ଷ୍ମୀ କାଠ ଭାଙ୍ଗୁଥିଲେ? ଜଗନ୍ନାଥଙ୍କ ସ୍ତ୍ରୀ ଲକ୍ଷ୍ମୀ ନୁହଁ। ନବକଳେବର ବେଳେ କିଏ ଜଗନ୍ନାଥଙ୍କ ସ୍ତ୍ରୀ ପଚାରେ? ଇଏ ଠସକା ପାଲା ସେ ଗୋରା ବୁଢା ମତେ କହୁଛି କୁମ୍ପିରେ ବାରୁଦ ନାହିଁ। ଆଜି କହୁଛନ୍ତି ଯାହା ହେଇଛି ଚଳେଇ ଦିଅ, କଣ କରିବା, ଯୋଉ ବାଣ ପଡୁଛନ୍ତି ଚଳେଇ ଦବା ପୁରା କହୁଛି। ମତେ ଚଳେଇ ଦବ। ତୁମେ ପେଣ୍ଡା ରହିଲ ଏଇଠୁ ମୋ ସାଙ୍ଗେ ଧରିବ। ଗାୟକ ସହ ଆସ ପାଳି ଧରିବ ଏ ଡ୍ରାଇଭର ସହକାରେ ଆସ ନା ଡ୍ରାଇଭର ପୁଅକୁ ଛାଡ଼ିଦେ। ଭଲ ପିଲା ସେ। ମୋ କହିବାର ତାତ୍ପର୍ଯ୍ୟ ଜଗନ୍ନାଥଙ୍କର ସ୍ତ୍ରୀ କିଏ ନା ଜଗନ୍ନାଥଙ୍କର ନବକଳେବର ବେଳେ ବିଧବା ହଉଛି କିଏ? ନାରୀ କେମିତି ବିଧବା ହୁଏ ଜାଣିଛୁ? ସ୍ୱାମୀ ମଲା ପରେ ସେ ସ୍ତ୍ରୀ କି କିଏ ନବ, କୋଉଠିକି ନବ, କୋଉଥିରେ କାଚ ବାଡେଇବ କହ? ସ୍ୱାମୀ ମରିଗଲା, 2-4 ଜଣ କାହିଁ ଭିଡ଼ିକି ନେବେ? ସ୍ୱାମୀ ମରିଗଲା, ସ୍ତ୍ରୀ କି ସେ ତା ସ୍ତ୍ରୀ କି କିଏ ନବ, କୋଉଠିକି ନବ, କୋଉଥିରେ ତା କାଚ ବାଡେଇବ? ଉଠାବେ ନୃସିଂହ ତାକୁ ଶୁଣିଏ ଗୁରୁ ଘର ପାଠ। ଇଏ ବା କହୁଛି କଟୁରେ ବାଡେଇ ଦେବେ। ମୋ ମା ମାନେ ତ କେହି ନାହାନ୍ତି, ସମସ୍ତେ ଗଲେଣି ଭାରି। କିଏ ଶୁଣୁଥିବେ? ଓଷା ବାରେ କଟୁରୀରେ ନଡିଆ ବାଡେଇବନି। ଯୋଉ ନଡିଆକୁ ଥୋଇକିରି ତୁମେ ପୂଜା କରୁଛ ଆଜ୍ଞା ତାକୁ କଟୁରେ ବାଡେଇବ? କଟୁରେ ବାଡେଇଲେ ବଳି ପଡିଲା। କୌପୁଣ୍ୟଧାରୀ ନଚ ଶୂଳ ପାଣି, ଅମ୍ବୁ ବହତି ନଚ ମେଘମାଳ, ମେଘମାଳ ତ୍ରିନେତ୍ରଧାରୀ ନଚ ଶୂଳ ପାଣି। ହଁ, ତ୍ରିନେତ୍ରଧାରୀ ସେ କଣ ଶିବ କି? ସେ ନଡିଆ ଭିତରେ ଯେମିତି ଋଷିମୁନି ମାନେ କୌପୁଣ୍ୟଧାରୀ ନଚ ସନ୍ନ୍ୟାସୀ ସେ ବାବାଜୀ ନୁହନ୍ତି। ନଡିଆ ତାର କଣ ପିନ୍ଧିଛି? କତା ପିନ୍ଧିଛି। 3ଟା ଆଖି ନଡିଆର, ସେ ଶିବ କି? ଶିବ ନୁହନ୍ତି। ତାଙ୍କ ଭିତରେ ନଡିଆ ଭିତରେ କଣ ଅଛି? ପାଣି ଅଛି, ମଧୁର ପାଣି। ସେ କଣ ମେଘ? ମେଘ ନୁହେଁ ସେ। ନଡିଆ ହଉଛନ୍ତି ଶ୍ରୀଫଳ। ଆପଣ ନଡିଆକୁ ଠାକୁର ରୂପେ ପୂଜା କରୁନାହାନ୍ତି? ତାକୁ କଟୁରେ ହାଣିବ? ନଡିଆ ବାଡିଆ ହବ ପଥରରେ। ତାହେଲେ ଗୋଟେ ସ୍ତ୍ରୀର ସ୍ୱାମୀ ମରିଗଲେ କିଏ କୋଉଠିକି ନବ, ବିଧବା ହବ? ମୋ ଗୁରୁଦେବ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କର ଗୋଟେ ପଦ ଗାଉଛେ ଶୁଣୁ। କହିଲା ଏ ବେଶ୍ମରୁ ବାହାରି ତାପରା ମନ ସଙ୍ଗତେ ମିଳି ସରସି ନିକଟେ ଅସ୍ମରେ କର ପରେ ପ୍ରହାରୀ। କଣ ଓଡିଆ ପଦ ବୋଲିଲି? ବୁଝିଲୁ ବୁଝିଲୁ କଣ? ବେଶ୍ମରୁ ବାହାରି ତାପରା ଜନ ସଙ୍ଗତେ ମିଳି। ସାରେ ବେଶ୍ମ କଣ ପଚାର? ମନେକର ତୁ ମରିଗଲୁ, ବାଜିଲ ଗୋଟେ ଶୁଭ ଇରେ ସତରେ ନୁହଁ ମିଛରେ। ନାଇଁ ନାଇଁ ତତେ କହିଲେ ତୋ ସ୍ତ୍ରୀ ମନ ଦୁଃଖ କରିବ କଣ ଦରକାର? ଆଉ କାହାକୁ କହିବେ କହୁନୁ? ମନେକର ତୋ ଜେଜେ ବାପା ମରିଗଲା, ତୋ ଜେଜେ ବାପାର ଯିଏ ସାନ ଭାଇ ସେ ହବ ତୋ ମାର କଣ ଦିଅର? ତାପରା ଜନ। ଦିଅର ନାଇଁ, ସମୁଦି ନବ, ନାତି ନବ। ଯୋଉମାନେ ତାପରା ଜନ, ଯାହା ସାଙ୍ଗରେ ସେ ନାରୀ ଟାହି ଟାପରା ଖେଳି ପାରିବ। ଆଜ୍ଞା ବେଶ୍ମ କହିଲେ ଘର, ସ୍ୱାମୀ ମରିଗଲା ତାପରା ଜନ ସଙ୍ଗରେ ବେଶ୍ମ କହିଲେ ଘରୁ ବାହାରି ଜଳାଶ୍ରୟ, ନଦୀ କି ପୋଖରୀ କି ନଈ ପୋଖରୀ ନାହିଁ, ପାଣି କୁଣ୍ଡେ ଥୋଇଦବ। ସେ ନାରୀ ଯିଏ ଆସନ୍ନ ବିଧବା ହବ ଅଳ୍ପ ସମୟ ପରେ, ତା ହାତରେ କାଚ ପିନ୍ଧିଥିବ, ପଥର ଉପରେ ଥୋଇବ। ଅଶ୍ମ କହିଲେ ପଥର, ମନେ ରଖ। ବେଶ୍ମ କହିଲେ ଘର, ଅଶ୍ମ କହିଲେ ପଥର। ଥୋଇକିରି ଆଉ ଗୋଟେ ପଥରରେ ହାତ କାଚ ବାହାରିବ। ଜଗନ୍ନାଥଙ୍କର ନବକଳେବର ବେଳେ ପୁରାତନ ବିଗ୍ରହରୁ ବ୍ରହ୍ମ କିଳିନୀ ଖୋଲା ହେଇ
ଯେତେବେଳେ ସେ ବ୍ରହ୍ମ ନୂତନ ବିଗ୍ରହରେ ସଂସ୍ଥାପନ ହେବାକୁ ଯାଏ ଯେତିକି ସମୟ ଲାଗେ ସେତିକି ସମୟରେ ଜଗନ୍ନାଥ ନାହାନ୍ତି ବୋଲି ଚିନ୍ତା କରି ଜଗନ୍ନାଥଙ୍କର ସ୍ତ୍ରୀ ଏବେ ସେ ବିଧବା କାଚ ପଡି ଏ ଯୋଉ ପଥର ପଡିଛି ନଈ ପୋତି ହେଇଗଲାଣି ରେ ଗେଡୁଅ ନଈ ପୋତି ହେଇଗଲାଣି ନଈ ନା ହଉଛି ମାଳିନୀ ନଦୀ ସ୍ନାନ ମଣ୍ଡପ ପାଖରେ ଗୋଟେ ପଥର ପଡିଛି ବିଧବା ପଥର ଜଗନ୍ନାଥଙ୍କର ନବକଳେବର ବେଳେ ଗୋଟିଏ ନାରୀ ସେଇଠି ହାତ ଫଇ କାଚ ବାଡ଼େଇ ଦିଏ ମୁଁ କହିପାରିବିନି କବି ଅଭିରା ପରମହଂସ ଦେବ ଗୋଟିଏ ପଦ ଆଚ୍ଛା କୁହନ୍ତୁ କଲା ନୃତ୍ୟନ୍ତି ଦେବଦାସୀ ମତେ ଗାଇବା ଢାଞ୍ଚା ଦେଖଉଛନ୍ତି ସେ ଜଣେ କଳାକାର ତାଙ୍କ ମୁହଁରୁ ଆଖିରୁ ମୁଁ ଧରି ନେବି ମୁଁ ସାଇକୋଲୋଜି ଷ୍ଟଡି କରିଛି ଏଇଟାର ତାଳ ଅଛି ନା ଲୟ ଅଛି କେମିତି ଗୋଟେ ଗାୟକ ହେଇ ଯାଇଛୁ ଆଉ ନାହିଁ 2026 କି 24 ସନା ଦାସର ନୃସିଂହ ତାର 80 ରାତିରୁ ଉର୍ଦ୍ଧ୍ୱ ପାଲା 2026 କି ତୋ ସାଙ୍ଗରେ ମତେ କେହି ଯୋଡ଼ି ନା ତୁ ଆଉ କାହା ସାଙ୍ଗରେ ବୋଲିବୁ ବୋଲି କହିଲା ନୃତ୍ୟନ୍ତି ଦେବଦାସୀ ଏ ପାଳିଆ ଛାଡୁ କଣ ଚାହିଁଛୁ ଲୟ କଲୁ କହିଲା ଦେବଦାସୀ ଦାନା କଟୁରୀ ଇଏ ସେ ବୁଢା ଯେମିତି ତାଙ୍କର କାହାର ଘର ଘାତ ନାହିଁ ଇଏ ସେମିତି ସେ ଗୋରା ବୁଢା ଯିଏ ମୁଣ୍ଡ ଚୂଳ ପାଚି ଯାଇକି ମୋଦି ଭଳିଆ ଦେଖାଯାଉଛି ସେ ମତେ କହୁଛି ତୁମ ଟାଙ୍କିରେ ମାଲେ ନାହିଁ ବୋଝେ ବୋଝେ ଖାଇକିରି ଝାଡା ହଉଛି ଆଜି ପୁରା ଝାଡା ବୁଢା ତଥାପି ବୁଢାର ଫଁ କମିନି ମତେ ଚିହ୍ନିନ ତୁମେ କହିଲା ନୃତ୍ୟନ୍ତି ଦେବ କଣ ହେଲା ତଥାପି ବୁଢାର ଫଁ କମିନି ଆରେ ଇଏ ତ କମେଡିଆନ ତାପରେ ବୁଢା ଉଠିବ କମେଡିଆନ କହିଲା ନୃତ୍ୟନ୍ତି ଦେବଦାସୀ ଏ ବାପା ଚାହିଁଛୁ କଣ ମା ଦକ୍ଷିଣ କାଳୀ ଏଥିରେ ଇକ୍ୱ ସେଟିଂ କରିଛି ଯେମିତି ଜଗନ୍ନାଥ ବେହେରା କହନ୍ତି କ୍ଷେତ୍ର ନା ଜଗନ୍ନାଥ ବେହେରା କହନ୍ତି କ୍ଷେତ୍ରବାସୀ ମିଶ୍ରକୁ ଇଏ କଣ ପିଉଛନ୍ତି ବା କ୍ଷେତ୍ରବାସୀ ମିଶ୍ର ପିଇଦେବେ କହିଲା ଇଏ ନନ୍ଦ ହୃଦ ନନ୍ଦ ଚନ୍ଦ୍ରମା ଏମିତିଆ ରୂପ କୁଞ୍ଚୁ କୁଞ୍ଚିଆ ଚୁଳୁକୁ ସୁନ୍ଦର ମୁହଁ ସତ୍ୟ ସାଇବାବା ଭଳି ଚେହେରା ବୁଢା ରାଜ ଦରବାରେ ପାଲା କରୁଥିଲା ଆଖି ଠାର ଦେଇଛି ରାଣୀକି ରାଣୀ ମୁଣ୍ଡ ଖରାପ ରାଣୀ କହିଲାନି ରାଜାଙ୍କୁ ଛାଡି ଗାୟକ ସାଙ୍ଗରେ ଯିବ କଣ ହେଲା ସେଠୁ ଇଏ ଲୁଚିକିରି ପଳେଇଲା ରାଣୀ ଯଦି ଗାୟକ ସାଙ୍ଗେ ଯିବ ରାଜା ଛାଡିବେ ହାଣିଦେବେ କେମିତିକା ରୂପ ଆଉ ଇଏ ଆକୁ ଦେଖିଲା ବେଳକୁ ଲୋକଙ୍କର ଇଣ୍ଟରେଷ୍ଟ କମି ଯାଉଛି ଇଏ ଯୋଉ ଖଙ୍ଗା ସୁଖ ଆଜି ପାଣିରେ ପଡିଥିଲା ସିଏ ବରଂ ଭଲ ଦେଖା ଯାଉଛନ୍ତି ଇଏ ତାଠୁ ହୀନ କହିଲା ୟା ମନ ଦୁଃଖ ହେଇଯାଉଛି ଇଏ ସେଇ ଭାଡିର ପାରା କହିଲା ନୃତ୍ୟ ଏ କେମିତି ଡାକନ୍ତି କହିଲା ନନ୍ଦ ହୃଦ ନନ୍ଦ ଚନ୍ଦ୍ରମା ସେ ରୂପ ଆମର ନାହିଁ କହିଲା ନନ୍ଦ ହୃଦ ନନ୍ଦ ଚନ୍ଦ୍ରମା କୀର୍ତ୍ତନ ଭଗବାନ କହିଲେ ଗୋଟେ ବାଟ ଅଛି ତମେ କହିଦେଲେ ହବ ନା କଣ ବାଟ ଅଛି କାହ୍ନା ବାଟଟା କହିବି ଯେ ମୋ ନାଁ କୋଉଠି କହିବ ନାଇଁ ମୁଁ ସେମିତି ଯେତେବେଳେ ତମ ବାପା ନାଁ ଧରି ଦୁର୍ଯ୍ୟୋଧନ ତ କହିବ ସେ କହିବା ଶହେ ଗୋଲକ ପୁତ୍ର ପରା ତମେ କହିଦେବ ତମ ବାପାଙ୍କ ନାଁ ଧରି ଯେତେବେଳେ ଦୁର୍ଯ୍ୟୋଧନ କହିବେ ସେତେବେଳେ ତମେ କହିବ କଣ କହିବେ ଭୀମ ଭାଇ ତମକୁ ଯେତେବେଳେ କହିବେ ବସ ପବନ ପୁତ୍ର କହିବା ବସୁଛି ପୁତ୍ର କଣ କହିଲ କାହ୍ନା କଣ କହିଲ ଆଉ ଥରେ କହ ମତେ ମନ ପଡୁନି ମୋର ତମେ କିଏ କି ମୁଁ ଭୀମ
କ'ଣ ତମେ ଭୀମ ହବ କାହ୍ନା ଦେଖୁନ ଭୀମ ଭଳିଆ ଚେହେରା ମୋର ନାନୀ। ଓ ତମ ଚେହେରା ଠିକ ଭୀମ ଭଳିଆ କଟଉଛି। ଭୀମ ହବା ପାଇଁ ହେଲେ ମହାଭାରତ ଦେଖିଛୁ ଗୋଟେ ବଡ ଉଚ୍ଚା ଲୋକଟା ଭୀମ। ଆମ ପଞ୍ଚାୟତ ଭିତରେ ଭୁବନେଶ୍ୱରରୁ ମାଷ୍ଟର ଆସି ସିଲେକ୍ସନ କରନ୍ତି ଭୀମ ପାଠ ପାଇଁ ମତେ। ତୁମକୁ ଭୀମ ପାଠ ପାଇଁ? ଆଜ୍ଞା ଭୀମ ହବାକୁ ହେଲେ ଗୋଟେ ଉଚ୍ଚା ଲୋକ ଆଜ୍ଞା ହବନି? ଉଚ୍ଚା ଉଚ୍ଚା ହେଇଯାଏ ମୁଁ ହିଁ ମୋ ଆଇଡିଆ ବଢିଲେ। ଆଇଡିଆ? କ'ଣ ଆଇଡିଆ କର? ଗମ୍ବୁଟ ପିନ୍ଧି ଦିଏ ମୁଇଁ। ମୋଟା ମୋଟା ହବା ପାଇଁ ହେଲେ 6ଟା ସ୍ୱେଟର ବ୍ୟବହାର କରେ ମୁଇଁ। ହେଇଯାଏ ମୋଟା। ତମ ନିଶ? ନିଶ ଚିତ୍ରାଳୟରୁ ଆଣେ ଭଡ଼ାରେ ମୁଁ ନିଶ। ଭୀମକୁ ବତେଇ ଦେଲେ ଭଗବାନ କୃଷ୍ଣ ତହିଁଆର ଦିନ ଆରମ୍ଭ ହୁଏ ରାଜକାର୍ଯ୍ୟ। ଜ୍ଞାନୀ ବାପା ମାନେ ଏ ଆପଣ ମାନଙ୍କର ପାଣ୍ଡବ ମାନେ ଯେତେବେଳେ ଆସନ୍ତି ପୂର୍ବବତ ଅପମାନ ଦେଇ ଏ 5 ଭାଇଙ୍କର ବାପା ନାଁ ଧରି ଦୁର୍ଯ୍ୟୋଧନ ଅପମାନିତ করে ଯାଇଛନ୍ତି ଧର୍ମରାଜ ଯୁଧିଷ୍ଠିରଙ୍କର ବାପା ନା। ଦ୍ୱିତୀୟ ଯେତେବେଳେ କହିଲା ବସ ହେ ପବନର ପୁଅ ବସୁଛି ହେ ଗୋଲଖ ପୁତ୍ର ପାଟି ବନ୍ଦ ଆଉ ଅପମାନ ଦେଇ ପାରିବନି ମତେ। ମୁଁ ଦ୍ୱିତୀୟ ପାଣ୍ଡବ ଭୀମ କହୁଛି ବସ ହେ ଗୋଲଖ ପୁତ୍ର। ବିଚଳିତ ଶତ ଶୃଙ୍ଗ ଚାର ଶେଷ ଦୁର୍ଯ୍ୟୋଧନ ବିଚଳିତ ବହିଲା କିଚକବଦ୍ଧ କବି ହେଲେ ଗଙ୍ଗାଧର ମେହେର। ବିଚଳିତ ଶତ ଶୃଙ୍ଗ ଯାର ସୁସୁନାଥ ଯାର ଖାଲି ଗୋଡ଼ ବାଡ଼ିଆ ପିଲା ଦିନର ଶତ ଶୃଙ୍ଗ ପାହାଡ଼ର 100ଟା ଶୃଙ୍ଗରୁ ଗୋଟା ଶୃଙ୍ଗ ଭାଙ୍ଗି ଦିଏ। ମେଦିନୀ କମ୍ପାଇ ଯାର ଗୋଦା ଦେଖି ଯାର ଅପମାନ ପାଇଲା ଦୁର୍ଯ୍ୟୋଧନ। ଚିନ୍ତା କଲା ମୁଁ ଗୋଲେକ ପୁଅ କଣ କହିଲା ଏ କଥା କିଏ କହିବ? ଚକ୍ଷୁର ବନ୍ଧୁ ଚକ୍ଷୁ ସନ୍ତାନ ବନ୍ଧୁ ଜାଣେ ବାପ ମନ ଜାଣେ ବାପ କଲା ମା କୁ ପଚାରି ଏ ଜ୍ଞାନୀ ବାପା ମାନ ଏ ପିଲାମାନ ଯେତେ ଅଛ ଦୁନିଆରେ ମା ଠୁ କେହି ବଡ ନୁହ। କହ ଦୁନିଆରେ କିଏ ମା ଭଳି? ଦୁନିଆରେ କିଏ ମା ଭଳି? ବସୁଧାର ମା କୁ ପଚାରିବି ମା କହିପାରିବ ମୁଁ ଗୋଲେକ ପୁଅ ଅର୍ଥ କଣ? ଯାଇ ମା ପାଖରେ ପହଞ୍ଚିଲା। ପାଚି ଯାଉ ବାଳ ନଈ ଯାଉ ଅଣ୍ଟା ମା କହିବ କାଲିର ପିଲାଟା ମା ମା আরে দুজইরে কুয়াড়ে আসিলু লো ধন কাইকি ভলি ডাকরে কাইকি এমিতিয়া হউছু তু এটি দুলুজিগরে দুলুজি আরে হে তো বেকরে जो ये सुवर्णन माळ ये माळ की सुंदर देखा रामा दुर्जा मु गोटा कथा पचारे को तते आसी कोन जे पचारिबु अरे मु तो मा तू मो पुओ
କ'ଣ ଗୋଟେ ପଚାରିବୁ ଏଥିରେ କ'ଣ ଅଛି ପଚାରେ ନୟାଗଡ଼ ଜିଲ୍ଲାର ଗର୍ବ ଗୌରବ ସଂକୀର୍ତ୍ତନ ଗଣେଶ ସଂକୀର୍ତ୍ତନ ଗାୟକ ଭାଗବତ ପ୍ରଧାନ ଭବତରଙ୍ଗିଣୀ ପାର ହବା ପାଇଁ ଦୁଇ ପଟେ ଛନ୍ତି ଦୁଇ ନା ଦୁଇ ପଟେ ତନ୍ତେ ଦୁଇ ନା ଦୁଇ ପଟେ ତନ୍ତେ ଦୁଇ ନା ଗୋଟେ ତ ପୁରୁଣା ଆଉ ଗୋଟେ ନୂଆ ଗୋଟେ ତ ପୁରୁଣା ଆଉ ଗୋଟେ ନୂଆ ଜଣେ ଭାରି ଯାକୁ ଜଣେ ମା 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 କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ ଭବତରଙ୍ଗିଣୀ ପାଇଁ ଦୁଇଟି ଡଙ୍ଗା ଭଗବାନ ଆମ ପାଇଁ ରଖିଛନ୍ତି ଜଣେ ମା ଆଉ ଜଣେ ସ୍ତ୍ରୀ ପେଟେ ଖାଇଥିଲେ ଏଭଳି ଶବ୍ଦ କେହି ଦେଇପାରିବେନି ଆଜ୍ଞା କୀର୍ତ୍ତନ ଗଣେଶଙ୍କର ପଦକୁ ଓଡ଼ିଶାର କଳାକାର ମାନେ ଗାଇ ଆଜ୍ଞା କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି ସେ କୀର୍ତ୍ତନ ବାଲା ହେଇପାରନ୍ତି କିନ୍ତୁ ତାଙ୍କ ପଦ ସେ ତାଙ୍କର ଯୋଉ କବିତ୍ୱ ସେ ତାଙ୍କ ପାଦ ତଳେ ଅନନ୍ତ ବାର ପଣା পেটে খাইছিলে মোটে খাই নাই মা কহুথিব খায় খায় মা কহুথিব খায় খায় মা কহু ভারি যাকু থরে খাইবা মাগিলে কেতে খাও অছ দাদা কেতে খাও অছ মা তোতে গোটে কথা পচারিବାକୁ আসছি পচারন মুন্ড উপরে হাত রখি সত কইলু আরে কোন এমতি কথা সত কহ মা মু যা পচারিবি তু সত কইবু মু সত কইবি তো মা পরা তু কোন চিহ্নিনু মা সেতিকি মা মানে বসিছ যদি পুଅର କେହି ମଙ୍ଗଳ ମନାସୁଛ ତାହେଲେ ପୁଅକୁ ସତ୍ୟ କହିଦିଅନ୍ତୁ ସତ କହିଲେ ଆପଣଙ୍କ ଡଙ୍ଗାଟା ଧର୍ମ ବାଟରେ ପହଞ୍ଚିବ ମିଛ କହିଲେ ପୁଅର ଜୀବନ ଅନ୍ଧକାର ହେଇଯିବ ସତ କହିବାକୁ କି ଡରିବି ସତ କହି ପଛେ ମଲେ ମରିବି ସତ କହି ମୋତେ ଏତିକି ଶିଖାଅ ସାହିଏ ମୋର ଧନ ଜନ ଲୋଡ଼ା ନାହିଁ ଯେତିକି ମୋର ମଉସା ମାନେ ବସିଛନ୍ତି ଆମ ସାର୍ ବସିଛନ୍ତି 5 ଦିନ ଯଥେଷ୍ଟ ସେବା ପାଲାବାଲାଙ୍କୁ ଯୋଗେଇଥିଲେ ପଣ୍ଡୁଶ୍ୱର ଗାଁରେ ଯୋଉ ରାମକୃଷ୍ଣ ନନ୍ଦଙ୍କର ଏ କାଳଜୟୀ କବିତା ମଉସା ଶେଷ ପଦରେ କୁହାଯାଇଛି ମୋତେ ଏତିକି ଶିଖାଅ ସାହି ହେ ମୋର ଧନ ଜନ ଲୋଡ଼ା ନାହିଁ କିଏ ଜଗତରେ ଧନ ଜନ ଲୋଡ଼ା କରୁନାହିଁ ଆଜ୍ଞା ସିଆଡ଼େ କୁଆଡ଼େ ଗଲ ଜଗତରେ ସମସ୍ତଙ୍କର ଧନ ଜନର ଆବଶ୍ୟକତା ଅଛି ତଥାପି ଜୀବନରେ ସତ୍ୟ କୁହନ୍ତୁ ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମତେ ଦୁର୍ଯ୍ୟୋଧନ ସତ କହ ମା କଣ କହିବି ସବୁଦିନ ପରି ଆଜି ରାଜସେବାକୁ ମଧ୍ୟ ଆମେ ଯାଇଥିଲୁ ସବୁଦିନ ପରି ମୁଁ ଅପମାନିତ କରେ ପାଣ୍ଡବମାନଙ୍କୁ ସେ ମୋତେ ଆଜି ଅପମାନ ଦେଇଛନ୍ତି ଅପମାନ ତତେ ପୁଣି ଅପମାନ ମା ମୁଁ ପଚାରୁଛି ମୋ ବାପା କିଏ ଇଏ ଆଜି କୁଆଡୁ କଣ ଗୋଟେ ଶୁଣିଛି ମୁଁ ଯଦି ସତ ନ କହିବି ତାହେଲେ ମା ଜୀବନଟା ସାର୍ଥକ ହେଇପାରିବନି ସେଇ ହଉଛି ଗାନ୍ଧାରୀ ଯିଏ 100ଟି ପୁତ୍ରର ଜନନୀ ହେଇ ମଧ୍ୟ କୋଟି ମନ ପ୍ରାଣକୁ କିଣିନେଲା ଆପଣମାନେ ଯଦି ପଢିଥିବେ ମୋ ବୟସରେ ଆପଣମାନଙ୍କର କାହାକୁ 50-55 60 ବର୍ଷ ଭିତରେ ହେଇଥିବ ଗୋଟେ ଗାନ୍ଧାରୀର ଆଶୀର୍ବାଦ ଗୋଟେ କବିତା ଥିଲା ଆପଣମାନଙ୍କର ଯାହାର ରଚୟିତା ବାଳକାଟି ବିଶ୍ୱନାଥପୁରରେ ଜନ୍ମ ହେଇଥିଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଆପଣମାନଙ୍କର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନ ଶତପଥୀଙ୍କର ଯିଏ ହେଉଛନ୍ତି ବାପା ବର୍ତ୍ତମାନ ତଥାଗତ ଶତପଥୀଙ୍କର ଯିଏ ହେଉଛନ୍ତି ଅଜା କ'ଣ କହିଥିଲେ ଯାଅ ବୀରରଣେ ଧରଣୀ ବକ୍ଷୁ ପାପ ରାଶି ହେଉ ଜଗତେ ଧର୍ମ ରହେ ଜୟ ଜାଣିବା
बापा से दिन दुर्योधन पचारुछि गांधारी एते मिछ कहि परिबो कहला बापा रे तो बापा कथा जदि पचारुछु तो बापा को विवाह हवा पूर्वरु ଶୁଣ मु थली अमावास्या दिन रे कन्या जन मिला हो जन मिला पति साधो सोएरा मिला हो से होएरा मु अमावास्या दिन रे जन्म होइतली मते पतिता दोष लागिथिला कहला जहा गुए विवाह हेबो ता स्वामी मरेबो ते मरेबो आए बोई भव्य घोषणा को भगवते मोर वैदव्य दोष को काटिबा पई से दिन मते गोटे साहाड़ा गछ सहित विवाह करा दिया जाइतिला जाकर अन्य नाम होची गोलक तेणु तू होचु सेई गोलकंकर तो बापा प्रथम बापा होचंती गोलक लाऊ यार मूल से बुढ़ा किए गांधारर राजा सुबल बड़ा मुळु माइले जीव सरी देवंक संगे की पागली देवंक संगे की पागली संगे की पागली कुड़ियाए अर्ण देई पत्थर घर रे सेदिन गांधार राजा सुबल बंचई थला ए पुओ को ज्ञानी बापा एथि पई एथि बाटा आपण मान काढी पड़ला ज्ञानी बापा माने सेई ये दुर्योधन गोटे पटे आपण मानकर कौरव सेना अन्य पटे होछि पांडव सेना केते दिन सार महाभारत युद्ध हबो गीतार अध्याय संख्या महाभारत पर्व संख्या जगन्नाथ को देखा गले केते नला जेते पुराण अच्छी से पुराण मूल पुराण 10 पुराण शिव परमर भेटा भेटी लागी ये अष्टादश पुराण महाभारत युद्ध आरंभ गोटे पटे कौरव सेना आ गोटे पटे पांडव सेना सैन्य केते 18 अक्षौणी आज्ञा आज्ञा गोटा अक्षौणी केते सारे गोटा अक्षणी किए कहबो केते बोली र पंडुसर रे सोना भाईना र मोर गोटा राती पला एई गोटे अक्षौणी ऊपर र गोटा अक्षौणी केते आज्ञा 2,18,700 गुणितक 18 भाई माने मोबाइल थब बाड़े दिंतु 18 अक्षौणी सैन्य ठिया बा पई सर से कुरुक्षेत्र जगह अछि ना जगह अछि ना ना छाड़ से कथा कौरव पार्श्व रे बेला 11 अक्षौणी 11 अक्षणी पांडव पाखरे खाते कौरव पार्श्वर सेनापति से दिन किए आज्ञा कौरव पार्श्वर प्रथम सेनापति होचंती पितामह भीष्म पांडव पक्ष रे प्रथम सेनापति हेले अर्जुन पुरे युद्ध आरंभ हबो हां आक्रमण रा ला 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 अरे तू कितने नाट्य करनु रे युद्ध हबो 18 दिन युद्ध नियम कौन नियमटा कहब हुगुला रखिबिनी ना ये बंधु आसिक खिलेनी पकेबे युद्धर गोटा नियम तैयारी हला कला नीतितनी
निद्रित निद्रित शोइबा लोक को मारिबनी मारिबनी नियस्त्र नियस्त्र अस्त्रहीन लोक को मारिबनी अबला बड़ा नारी की मारिबनी मारिबनी से वृद्ध बुढ़ा लोक को मारिबनी मारिबनी बुढ़ांगु बालक बालक पिलांगु मारिबनी पिला को मारिबनी अरे केते नियम एमानंकु जश करिले लागिबो वीर जशरे कलंक गोटाए पटे पांडव सेना अन्य पटे कौरव सेना ज्ञानी बापा माने युद्ध आरंभ होला प्रथम रु कौरव मानकर सेनापति पितामह भीष्म युद्ध केते दिन सेई कर्ण बही कवि हेले गायक केशरी उदयनाथ रथ शर्मा कया 10 दिन युद्धे बंधु पल्लाजी अल्लाह देखिबा 3 दिन तो पाला 10 दिन युद्धे मोर जनवरी 26 रे मुंडर चूल पळेला से ना बुद्धि पळेला सारे बुद्धि कौन गला आम गाँव जनवरी 26 दिन सारे पिला जाउथिले दांड रे बड़ पिला आगे जाउथे से दिन पाला बंद थाए मु गाँव रे थाए आज्ञा मु देखा को बोली आमर सब छोट छोट पिला जेते पछरे खाली जय जय सी कहउछंती जनवरी 28 की ये कहउछंती जय मु सेठु शिखिछ ना 10 दिन युद्धे अर्जुन आउ पितामह भीष्म मध्य हेलानी ज्ञानी बापा हेले अर्जुन कौन शक्ति पितामह भीष्म को परास्त करिवार सहायक होना विशेष घोषणा गायक महाशय आलोचना रे खुशी होई रविंद्र रविंद्र स्वाई आउ कृष्णचंद्र जेना ये 200 भारतीय मुद्रा प्रदान करछंती आशा करी सादर रे ग्रहण करी बेसी बाहर देखुछंती वाह वाह डायरेक्ट टेलीकास्ट होछ हमको देखुछ ना नहीं कृष्णाय वासुदेवाय हरे परमात्मा रे प्रणतः क्लेशनाशाय गोविंदाय नमः नमः। हे ज्ञानी मंडली से पुरस्कार दाता रविंद्र बाबू आउ कृष्ण बाबू भगवान तंकर मंगल करंतु तंक सर्वारिष्ठ खंडन हो तंक परिवार मंगल हो सेई दूर रे थाई मध्य भगवान को नाम श्रवण करुथबारु जोठी रहिले भी अंधारे गुड़ खाइले जा आलू रे खाइले से आइले सिया तांकु टिके बेसी मिठा लागुथबो 10 दिन युद्ध होइलाणी ज्ञानी मंडली आया पारु नाही अर्जुन पितामह भीष्म को परास्त करी एते बेले पितामह भीष्म एक सर छाड़ी देले सरटी जेबारे अर्जुन उपरे तहु जो मारी गला पंडित मंडली पृथ्वी जे जली गला 10 दिन जो दिन युद्ध पितामह भीष्म गोटे सर ताड़िले सरर तेज एते थिला जो तेज को प्रतिहत करि पारु नाही आपण मानकर तृतीय पांडव अर्जुन सररे सत्य जली गला भली लागुछ देखला प्रभु प्रभु रक्षा कर
ସାରଥି ହେଇ ବସିଥିଲେ କୃଷ୍ଣ। ପୁଅ ମାରି ଆସୁଛି ସରଟା, ଆଖି ଆଗରେ ପଡିଛି ଏକ ଭଙ୍ଗା ରଥର ଚକ୍ର। ଧରିଦେଲେ ଆପଣ ମାନଙ୍କର ଭଗବାନ କୃଷ୍ଣ, ହାତରେ ସର ଆଗରେ ଚକ୍ର ଦେଖେଇ ଦେଲେ। ଦେଇଦେଲା ପିତାମହ ଭୀଷ୍ମ। ଭଗବାନ କଣ କରୁଛନ୍ତି ଆପଣ? କଣ କଲ? ଧରିବି ନାହିଁ ଅସ୍ତ୍ର, ହରି ମାର ଧରିବି ନାହିଁ ଅସ୍ତ୍ର, ହରି ମାର ଧରି ଅସ୍ତ୍ରକୁ ବେଶୀ, ଧରି ଅସ୍ତ୍ରକୁ ବେଶୀ ଅଦୃଶ୍ୟ ପଡ଼େ, ଅଦୃଶ୍ୟ ପଡ଼େ। କହୁଛନ୍ତି ଆପଣ ମାନଙ୍କର ପିତାମହ ଭୀଷ୍ମ। କହିଲେ ପ୍ରଭୁ ମୁଁ ଜାଣିଛି ଆପଣ ଭଗବାନ, ଆପଣ ଏଡ଼େ ଅନ୍ୟାୟୀ। କଣ ଅନ୍ୟାୟ କରୁନାହାନ୍ତି ଆପଣ? ଯୋଉଦିନ ଏଇ ଦୁର୍ଯ୍ୟୋଧନ ଯାଇଥିଲା ଆପଣଙ୍କୁ ଡାକିବା ପାଇଁ, ସେଦିନ କହିଥିଲେ ପରା ଧରିବି ନାହିଁ ଅସ୍ତ୍ର। ବଲଗା କହିଲେ ବାଳକ ସମୟରେ, ବାଳକ ସମୟରେ କଣ କଲେ? ନା ଚାଣୁର ଚୂର୍ଣ୍ଣକରଣ। ବାଳକ ସମୟରେ ଚାଣୁର ନାମକ ରାକ୍ଷସର ଗର୍ଭକୁ ଯିଏ ଚୂର୍ଣ୍ଣ କରିଥିଲେ, ବଲଗା ଚାଣୁର ଚୂର୍ଣ୍ଣକରଣ ସହ ସେଇ ଠାକୁର ଭୁବେଇ କଲେ ଏ ଭୁବନରେ। କଣ କଲେ? ନା ପୁତନା ପୁତ କୁରୁତି ନାହିଁ। ପୁତନା ନାମୀ ରାକ୍ଷସର ପୁତ କହିଲେ ଗର୍ଭକୁ ବାପା ଯିଏ ଖଣ୍ଡନ କରିଥିଲେ। କେତେବେଳେ ଖଣ୍ଡନ କରିଥିଲେ? ସାର୍ ସେଦିନ ବଳି ସିଂହ ଦ୍ୱାରକୁ ପ୍ରଭୁ ଯାଉଛନ୍ତି। ବଳି ସିଂହ ଦ୍ୱାରକୁ ପ୍ରଭୁ ଯେତେବେଳେ ଯାଉଛନ୍ତି, ପ୍ରଭୁଙ୍କର ଆଜ୍ଞା ମତ୍ସ୍ୟ କଚ୍ଛପ ବରାହ ନରସିଂହ ଅବତାର ସରି ଯାଇଛନ୍ତି। ପଞ୍ଚମ ଅବତାରରେ ପ୍ରଭୁ ହେଉଛନ୍ତି ବାମନ ଅବତାର। ଏ ବାମନ ଅବତାରରେ ପ୍ରଭୁ ଯେତେବେଳେ ପହଞ୍ଚି ଗଲେ ବଳି ସିଂହ ଦ୍ୱାରରେ, କୋମଳବତୀ କନ୍ୟାଟିଏ ବସିଛି ସିଂହ ଦ୍ୱାରରେ। ଦେଖିଦେଲା ଅତୀବ ଲାବଣ୍ୟମୟ, ଅତୀବ ସୁନ୍ଦର, କି ସୁନ୍ଦର ପିଲାଟିଏ ହେଇଛି। ସଙ୍ଗେ ସଙ୍ଗେ କହିଲା ହେ ଠାକୁରେ, ଏଭଳିଆ ପିଲାଟେ ହେଲେ ମୋତେ ମିଳନ୍ତା କି? ଏ ଠାକୁର ତ ଯାଉଛନ୍ତି ଅନ୍ତର୍ଯାମୀ ଠାକୁର ତା ବାପାଙ୍କୁ ପରୀକ୍ଷା କରିବା ପାଇଁ। ସଙ୍ଗେ ସଙ୍ଗେ କହିଦେଲେ ତଥାସ୍ତୁ। ମାତ୍ର କେଇ ସମୟ ପରେ ଝିଅଟା ଶୁଣିବାକୁ ପାଇଲା, ଯାହାକୁ ପୁତ୍ରବତ ସ୍ନେହ ସେ କରୁଥିଲା, ଯାହାକୁ ପୁଅ ରୂପରେ ପାଇବା ପାଇଁ ଚାହୁଁଥିଲା, ସେଇ ଛୋଟିଆ ପିଲାଟି 3 ପାଦ ଭୂମି ମାଗିବା ଛଳରେ ତା ବାପାକୁ କୁଆଡେ ପାତାଳକୁ ଚାପି ଦେଇଛି। ସେଠି ସଙ୍ଗେ ସଙ୍ଗେ ସେ ମତ ପରିବର୍ତ୍ତନ କଲା, କଲା ଛି 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 ଛି, ଆରେ ଏଭଳିଆ ପୁଅକୁ ମୁଁ କଣ ପୁଅ ରୂପରେ ପାଇବା ପାଇଁ ଚାହୁଁଥିଲି, ଏଭଳିଆ ପୁଅକୁ ବିଷ ଦେଇକି ମାରିବା କଥା। ଭଗବାନ ହସି ଦେଲେ। ଆଜ୍ଞା କାଇଁଛ ମାଳିଆ ଭାବ ବିନୋଦିଆ ବାମନ ଅବତାର ତ ଯାଉଛନ୍ତି, ହସି ଦେଲେ, କହିଲେ ମାରେ ତୁ ମତେ ବିଷ ଦେଇକି ମାରିବୁ ଏ କଥା ସତ୍ୟ, ବିଷ ଦେଇକି ମାରିବୁ ଯେ ଏତେ ସହଜ ସାପେକ୍ଷ ନୁହଁ, ତୋତେ ଲକ୍ଷ ଲକ୍ଷ ବର୍ଷ ଅପେକ୍ଷା କରିବାକୁ ପଡିବ। ସତ୍ୟ ଯୁଗର ଶେଷାର୍ଦ୍ଧ ଆଜ୍ଞା, ସତ୍ୟ ଯୁଗ ସରିଗଲା, ତ୍ରେତୟା ଯୁଗ। ये सुर बाबू सत्य युग हूँ 17,27,000 वर्ष, ये त्रेतया युग हूँ 12,96,000 वर्ष से पलई गला। द्वापर युग 8,64,000 वर्ष, द्वापर युगर शेषार्धरे आज्ञा से झील जन्म है से किए से बलिराज नंदिनी रत्नावली जन्म है आपण मानकर पुतना रूप कथा देइछंती महाप्रभु को विष देकी मारिबा पाई। अखिल बाबू शेष केते बेले प्रभु तार मानस पूर्ण कले, वरेण्य त्रिपाठी सार तो बसिछंती प्राचीन कवि मान को आज आनिबा। से कवि किए सारे दन्नेई दास, दन्नेई दासंकर गोटे गीत बोलिबा जेना साथ अछंती बोले दिनु दिनु गोप पुरे बढ़िले ये चंद्र जे सोने सुखल पखारे, चंद्र जे सोने सुखल पखारे, चंद्र जे सोने सुखल पखारे, चारि दिया रे बारी रे पुताना दारो नाम होई बज सेना ना सकोटा बकाओ दासुर मारी तारी रे पुरे बकुमाना तारी कालम दी हो गरे गलिले मनोर रइछि रे विष्णु बालक हरिले विभाग निदान भूषण करे ना। दन्नेई दासंकर लेखा गोटे गार कवि सारे भक्तचरण दास घर जो गा दन्नेई घर से गा
ଆଜ୍ଞା ଏ ପୁଅ ଆଜ୍ଞା ସେପଟେ ଗୋଟିଏ ଗାଁର ଘର ଆଗ ଛମାକୁ ଆଗ ଛମା ଆଜ୍ଞା ଆଜ୍ଞା ଯିଏ ଲେଖିଲେ ମନବୋଧ ଚୌତିଶା ଭକ୍ତଚରଣ ଦାସ ଆଜ୍ଞା ମଥୁରା ମଙ୍ଗଳ ଯିଏ ଲେଖିଛନ୍ତି ହଁ ହଁ ତାଙ୍କ ଘର ଯୋଉଠି ଦନେଇ ଦାସଙ୍କ ଘର ସେଇଠି ଏ ଦନେଇ ଦାସ କହିଲେ କହିଲେ 4 ଦିନରେ ମାରିଲେ ପୁତନା ଯାର ନାମ ଅଟଇ ବଜ୍ରସେନା ମୋଟ ଉପରେ ପ୍ରଭୁଙ୍କୁ ଯେତେବେଳେ 4 ଦିନ ସମୟ ହେଇଥାଏ ସେତେବେଳେ ସେ ପୁତନା ନାମୀ ରାକ୍ଷସର ପୁତୁ କହିଲେ ଗର୍ଭକୁ ଖଣ୍ଡନ କଲେ ବରେଣ୍ୟ ମାନନୀୟ ବିଦଗ୍ଧ ମଣ୍ଡଳୀ ଅଖିଳ ଇଏ ସୁର ବାବୁ ପୁତନାକୁ ସୌନା ପ୍ରଭୁ ମାରିଲେ ଲାଭ କାର ହେଲା ପ୍ରଭୁଙ୍କର ଲାଭ ହେଲା ନାଇଁ 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 ପାଲା ଓଡିଶାରେ କୋଟି କୋଟି ଟଙ୍କା ବାଦ ପାଲାରେ ଖର୍ଚ୍ଚ ହଉଛି ଆରେ ପୁତନାକୁ ସିନା ପ୍ରଭୁ ମାରିଲେ କିନ୍ତୁ ଶୁଣ ଆଜି ତ କହିଛନ୍ତି ମୋର ସାର୍ ମଧ୍ୟ ଆଲୋଚନା କରୁଥିଲେ ପୁନଃସାରେ କହିଲେ ଆଜି ସଂସ୍କୃତ ଭାଗବତ ଉପରେ ଟିକେ ଆଲୋଚନା ହବ ମୁଁ ତ ଯିବି ସେଇ ଆଡକୁ ତଥାପି ଆରମ୍ଭରୁ ଟିକେ କଥା ଆଜି କହିଦବା ଏ ପୁଅ ଭାଗବତ ଭାଗବତ କହିଲେ ଭଗବାନ ବ୍ରହ୍ମଙ୍କ ସାଙ୍ଗରେ ଯେତେ ସବୁ ଶତ୍ରୁତା ଆଚରଣ କରିଛନ୍ତି ଭଗବାନ ବ୍ରହ୍ମଙ୍କ ସାଙ୍ଗରେ ଯେତେ ଶତ୍ରୁତା ଆଚରଣ କରିଛନ୍ତି ବାପା ସମସ୍ତଙ୍କର ଲାଭ ହେଇଛି ସମସ୍ତଙ୍କର ଲାଭ ହେଇଛି ବାପା କହିଲା ଅଷ୍ଟମ ସ୍କନ୍ଧ ଭାଗବତ ପୁଅ ଅଷ୍ଟମ ସ୍କନ୍ଧର ଅଷ୍ଟମ ଅଧ୍ୟାୟ ଭାଗ ଜଗନ୍ନାଥ ଦାସ ଲେଖିଲେ କହିଲା କଂସ ମଗଧେ ସ୍ୱର ଯେତେ ଦୁଷ୍ଟରେ ଥିଲେ ଭୂମି ଜଗନ୍ନାଥ ଦାସ ସାରେ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଶାରଦା ଭାଇ ପ୍ରତିପକ୍ଷ ଗାୟକ ହିସାବରେ ଅଛ ଯୋଉଠି ଯୋଉ ଛାନ୍ଦ ଗାଇବ ଯୋଉ ପଦ ଗାଇବ ବହିର ନାଁ କହିବ ମୁଁ କହିଦଉଛି ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ କଂସ ମଗଧେ ସ୍ୱର ଯେତେ ଦୁଷ୍ଟ ଯେ ଥିଲେ ଭୂମି ଗତେ ଯେତେ ଦୁଷ୍ଟ ଏ ଭୂପୃଷ୍ଠରେ ଆଜ୍ଞା ଥିଲେ କହିଲା କୃଷ୍ଣେ ବୈରୀ ଭାବ ବହି ପଶିଲେ କୃଷ୍ଣ ଦେହେ ପଶିଲେ କୃଷ୍ଣ ଦେହେ ଭଗବାନ କୃଷ୍ଣ ବ୍ରହ୍ମଙ୍କ ସହିତ ସବୁ ଶତ୍ରୁତା ଆଚରଣ କରି ଦେଖନ୍ତୁ ଆଜ୍ଞା ଶତ୍ରୁତା ଆଚରଣ କରି ସେମାନେ କୃଷ୍ଣ ବ୍ରହ୍ମଙ୍କ ଦେହରେ ଆଜ୍ଞା ଲୀନ ହୋଇଛନ୍ତି ଏଇଠି ପୁତନା ଶତ୍ରୁତା ମନୋବୃତ୍ତି ନେଇକି ଯାଇଛି ହେଲେ ମା ପୁତନାର ଆଜ୍ଞା ଲାଭ ହେଇଛି ମରିବା ଲୋକର ଲାଭ କୁଆଡୁ ଆସିଲା ସୁର ବାବୁ ଏଇଠି ଭାଗବତରେ ଜଗନ୍ନାଥ ଦାସ ଲେଖିଲେ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ କହିଲେ ପଞ୍ଚ ପରାର କ୍ଷୀର ସଙ୍ଗେ ହୋ पंच पराण क्षीर संगे मिशिला गोविंद रंगे आज्ञा पंच पराण मा पुतरार पंच प्राण कुआरे गला कि से गोविंद अंगरे तलीन हो गला विलीन हो गला एकाकार हो गला त्रेतया जुगरे गोटे मृत्यु आसी सेमिति जनक पाई से होउछंती आज्ञा पक्षी जटा भगवान ब्रह्म राघवेंद्र सरकार कोळे धरी प्राणवायु चली जाई ब्रह्मंगरे लीन हो गला एठी पुतना प्रभु को कोळे बसी आज्ञा पुतना प्राण पड़े अखिल बाबू प्रभु को कोळे धरला बेले मां पुतनार प्राण जाइछि तेणु एठी कहले पुतना पुत कृति नहीं कर्तारी कतुरी स्वरूप हुई कंस वंश प्रसन्न परशव केशिनाक्लेशका कंस इत्यादि समस्त राक्षस मानुके भूपृष्ठरु आज्ञा मां मृत्यु सुंदरी कोळे जे सुआई थिले से हुचंती सही भगवान आर्यवर्तर पुराण पुरुष श्री कृष्ण नारायण काई के कथा कहली अरे पुआ सुर बाबू आज महार्घ्य अतिथि माने मंचरे बसी तथापि गोटे कथा कहूची शुण आज्ञा कंस जेतेबेले निजर भौणी आ भिणोई की नेकी जाउछि रथरे निजर भौणी आ भिणोई की आज्ञा नेकी जाउछि भोज सम्राट कंस ये नेकी गला बेले मो ज्ञानी बापा मान किछि बाट नेइछि आज्ञा शून्यवाणी हला ताले शून्यवाणी कोन हला शून्यवाणी हला आज्ञा रे भोज सम्राट कंस सुनो 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 आज्ञा आज्ञा वो सारे शून्यवाणी हे गला कला दारो था बाहु तू सूते भोज सम्राट कंस चमकी पड़ा कहला
যা রথ মু নেইকি যাଉଛି ଆଜ୍ଞା ଅର୍ଥାତ ମୋ ଭଉଣୀ ଦେବକୀର ପିଲାମାନଙ୍କ ହସ୍ତରେ ମୋର ମୃତ୍ୟୁ ହବ ଆଜ୍ଞା ଏଇ କଥା ତ ଆଜ୍ଞା ତେଣୁ ଶେଷରେ ବିଚାର କଲା କଣ କଲା ଭୋଜ ସମ୍ରାଟ କଂସ ଜାଣିଲା ହଁ ଯଦି ମୋ ଭଉଣୀର ପିଲାଙ୍କ ବା ଲାଗି ମୋର ମୃତ୍ୟୁ ହବ ହଁ ତେଣୁ ତାଙ୍କୁ ନେଇକି ଗୋଟେ କୋଠରୀ ଭିତରେ ବନ୍ଦୀ କରିକି ଆଜ୍ଞା ରଖିଲା ବନ୍ଦୀ କରି ରଖିଲା ଏଡେ ବଡ ଦାୟଦ ଏଡେ ବଡ ସମ୍ରାଟ ଏଡେ ବଡ ଭୋଜ ସମ୍ରାଟ ସିଏ ଆଜ୍ଞା ଏତେ ପ୍ରଗଳଭା ଏତେ ଜ୍ଞାନୀ ଏତେ ଜ୍ଞାନୀ ଏତେ ପ୍ରଚଣ୍ଡ କ୍ଷତ୍ରୀ ପ୍ରଚଣ୍ଡ ଯୋଦ୍ଧା ସିଏ ଆଜ୍ଞା ଏତିକି ସାଧାରଣ ଟିକେ ଜ୍ଞାନ ତା ପାଖରେ ଅଭାବ ଥିଲା ସାରେ କଂସ ପାଖରେ କଣ ସାଧାରଣ ଜ୍ଞାନ ଅଭାବ ଥିଲା ଆରେ ଜାଣିଲା ତ ଭଉଣୀ ଭିଣୋଇ ଏକାଠି ହେଲେ ପିଲା ଜନ୍ମ ହବ ସେ ମରିବ ହଁ ହଁ କାହିଁକି କୋଠରୀ ଭିନ୍ନ କଲାନି ଠିକ ଜଣକୁ ସ୍କୁଲରେ ରଖିଥାନ୍ତା ଜଣକୁ କ୍ଲବ ଘରେ ରଖିଥାନ୍ତା ଏ ରହ। ଆରେ କୋଠରୀ ଯଦି ଭିନ୍ନ କରିଥାନ୍ତା ହଁ ସାରେ ଦେବକୀ ମା ଆଉ ପିଲା ଜନ୍ମ କରିନଥାନ୍ତା ନାଇଁ ଏତିକି ସମ୍ରାଟ କଂସ ଜାଣି ପାରିଲା ନାହିଁ ବାଃ 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 ଭଉଣୀ ଭିଡୋଇକି ଗୋଟେ ଜାଗାରେ ବନ୍ଦୀ କରି ରଖିଲା ବାସ୍ ନାଇଁ ଆଜ୍ଞା କଂସ ମୂର୍ଖ ନଥିଲା ଆଉ ମହାପ୍ରଗଳଭା ମହାଜ୍ଞାନୀ ଭୋଜ ବଂଶର ଦାୟଦ ଭୋଜ ବଂଶର ସମ୍ରାଟ ଦୁର୍ମିଳାନନ୍ଦନ କଂସ ବାସ୍ ଏତେ ପ୍ରଗଳଭା ଏତେ ଜ୍ଞାନୀ ସିଏ ଦିନେ ମେରୁ ପର୍ବତ ହରିବଂଶ ପୁରାଣ କହିଲେ ମେରୁ ପର୍ବତ ପାଦ ଦେଶରେ ବସିଛି କଂସ ବାସ୍ ଦେଖନ୍ତୁ ଆଜ୍ଞା କି ସୁନ୍ଦର ସମୀକ୍ଷା ଆଜ୍ଞା ମେରୁ ପର୍ବତ ପାଦ ଦେଶରେ କଂସ ବସିଛନ୍ତି ଆଜ୍ଞା ଅଖିଳ ବାବୁ ସାରେ ଯେତେବେଳେ ତପସ୍ୟା କରୁଛନ୍ତି ଆଜ୍ଞା ସ୍ଥିତ ପ୍ରଜ୍ଞ ହେଲା ଜାଣିଲା ଆଜ୍ଞା କଂସ ଆଜ୍ଞା ତାକୁ ସମ୍ପୂର୍ଣ୍ଣ କଥା ଦୃଶ୍ୟମାନ ହେଲା ବାସ୍ ମେରୁ ପର୍ବତ ପାଦ ଦେଶରେ କଂସକୁ କଣ ଦୃଶ୍ୟମାନ ହେଲା ଜାଣିବା ଆପଣଙ୍କର ସେଇ ଭାଗବତ ଦଶମ ସ୍କନ୍ଧରେ ଜଗନ୍ନାଥ ଦାସ ଲେଖି ଦେଇଛନ୍ତି ଆଜ୍ଞା ଆଜି ତ ଭାଗବତ ସଂସ୍କୃତ ଭାଗବତ ହରିବଂଶ ମିଶେଇକି ନେଇକି ଯିବା ବାଃ 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 ଠିକ ଅଛି ଆଜ୍ଞା ଶୁଣ ଶୁଣ ବାବା ଆଜ୍ଞା କହିଲା କଂସ ଜାଣିଲା ଯୋଗ ବଳେ ଇଏ ମୁଦା ତ ରାକ୍ଷସର କୁଳେ ମୁଦା ତ ଦାନବର କୁଳେ ମୁଦା ତ ଦାନବର କୁଳେ ଇଏ ଯୋଗ ଧ୍ୟାନ କଲା ବେଳେ ହେ ଜ୍ଞାନୀ ମଣ୍ଡଳୀ ଭୋଜ ସମ୍ରାଟ କଂସ ଜାଣିଲା ମୁଁ ରାକ୍ଷସ କୂଳରେ ଜନ୍ମ ହେଇଛି ଆଜ୍ଞା ତେଣୁ ବିଧାତା ମତେ ରାକ୍ଷସ କୂଳରେ ଜନ୍ମ ଦେଇଛି ହେଲା ଏ ଶୁଣ ବାବୁ ସାରେ କହିଲା ଥରକୁ ଥର ଜନ୍ମ ଦେଇ ଜନ୍ମ ଦେଇ ଜନ୍ମ ଦେଇ ଜନ୍ମ ଦେଇ ଜନ୍ମ ଦେଇ ଏବେ ମୁକ୍ତି ନଦେଲେ ଭାବ ନାହିଁ ପଦେ ପଦେ ପାଳି ନାହିଁ ଥରକୁ ଥର ଜନ୍ମ ଦେଇ ମୁକ୍ତି ନଦେଲେ ଭାବଗ୍ରାହୀ ବିଧାତା ବାର ବାର ମତେ ଜନ୍ମ ଦଉଛି ମୁକ୍ତି କି ନିର୍ବାଣ ଦଉନି ନାଇଁ ଏ ଜନ୍ମରେ ସିଏ ମୋର ଭଣଜା ହେଇଛି ମୁଁ ତାର ମାମୁଁ ହେଇଛି ଆହା କଂସକୁ ସବୁ ଦୃଶ୍ୟମାନ ହଉଛି ବାପା ବାଃ 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 ପୁଣି କଂସ ଦେଖିଲା ଆଜ୍ଞା ହଁ ତାକୁ ଦୃଶ୍ୟମାନ ହଉଛି କଂସକୁ କଣ କହିଲା ଏବେ ମାରିବେ ମୋତେ ହତେ ମତେ ହତେ ମତେ ହତେ ମତେ ହତେ ମତେ ହତେ ଆହା ସୌଭାଗ୍ୟ ଏବେ ମାରିବ ମୋତେ ହସ୍ତେ ନିଜେ ମୋ ଭଣଜା ହେଇ ବାସ୍ ସେ ମୋତେ ମାରିବେ ଏବେ ମାରିବେ ମୋତେ ହସ୍ତେ ସୌଭାଗ୍ୟ କେ କହିବ ମତେ ମେରୁ ପର୍ବତ ପାଦ ଦେଶରେ କଂସକୁ ଦୃଶ୍ୟମାନ ହେଲା ବାଃ 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 ଅଥଚ କଂସ ଭଲ ଭାବରେ ଜାଣିଛି ହେଲା ଏବେ ମୋତେ ଏଇ ଜନ୍ମ ହଉଛି ମୋର ରାକ୍ଷସର ଶେଷ ଜନ୍ମ ଆଜ୍ଞା ମୋତେ ପ୍ରଭୁ ମୁକ୍ତି ବା ନିର୍ବାଣ ଦବ ଏଇ ଜନ୍ମରେ ଆହା ଜ୍ଞାନେନ୍ଦ୍ର ପୁଙ୍ଗବ ତେଣୁ ସେଇଠି ବିଧାତା ସେଇଠି କଂସ ବିଚାର କରି ଆଜ୍ଞା ଭଉଣୀ ଭିଡୋଇକି ଖାଲି ଲୋକ ଦେଖାଣିଆ ଗୋଟେ କୋଠରୀରେ ବନ୍ଦୀ କରି ରଖିଲା ଆଜ୍ଞା ପାଦରେ ଗୋଡରେ ସାଙ୍କୁଳି ପିନ୍ଧେଇକି ରଖିଲା ଆଜ୍ଞା ହୟସୁର ବାବୁ ସାରେ ତାପରେ ତାପରେ ଆଜ୍ଞା କ୍ଷୀରାବ୍ଧି ତଟରେ ହଁ ଅନନ୍ତ ସାଇ ଭଗବାନ ବିଷ୍ଣୁଙ୍କ ନିକଟରେ ଆଜ୍ଞା ଭଗବାନ ବିଷ୍ଣୁଙ୍କ ନିକଟରେ ହଁ କଂସ ଦାଉରୁ ରକ୍ଷା ପାଇବା ପାଇଁ ଆଜ୍ଞା ଏଠି ଆପଣଙ୍କର 33 କୋଟି ଦେବ ମଣ୍ଡଳୀ ଚିନ୍ତା କରୁଛନ୍ତି ଆଜ୍ଞା ଆଜ୍ଞା 33 କୋଟି ଦେବ ମଣ୍ଡଳୀ ଯେତେବେଳେ ଯାଇକି ପହଞ୍ଚି ଗଲେ ହଁ ହଁ ଗୋରେ ଆଜ୍ଞା ଡାକିଲେ କହିଲେ ହେ ମହାପ୍ରଭୁ ପ୍ରଭୁ ଆମକୁ ରକ୍ଷା କର କଂସ ଦାଉରୁ ଆମକୁ ରକ୍ଷା କର ମା ଧରିଣୀ ମା ଧରିତ୍ରୀ ରକ୍ତ ଉଦ୍ଗାରଣ କରେଣି ବାଃ 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 ଏ ହେ ହଁ ମା ଧରିତ୍ରୀଙ୍କ ପାଟିରୁ ଆଜ୍ଞା ମା ଧରିତ୍ରୀ ରକ୍ତ ଉଦ୍ଗାରୁଛନ୍ତି ଆଜ୍ଞା ଏ ସଂକଟରୁ ଆପଣ ଆମକୁ ରକ୍ଷା କରନ୍ତୁ ରକ୍ଷା କର ପ୍ରଭୁ ରକ୍ଷା କର ହଁ ପ୍ରଭୁ ତା କଲ୍ୟାଣ କରୁତା ନା କଣ ବିଜୟଙ୍କୁ ବିଜୟ ଲାଭ କରନ୍ତୁ ସର୍ବକ୍ଷେତ୍ରରେ ବିଜୟ ହଉ ଶ୍ରୀ ସତ୍ୟନାରାୟଣ ସମସ୍ତଙ୍କର ମଙ୍ଗଳ କରି ତାଙ୍କ ପରିବାର ସର୍ବିଧ କଲ୍ୟାଣ କରନ୍ତୁ ଆନନ୍ଦେ କବାର ହରି ବୋଲ ହେ ମୋର ମାନନୀୟ ବିଦଗ୍ଧ ସାମନ୍ତ ମଣ୍ଡଳୀ ଆଜ୍ଞା ଏ ପୁଅ ଆଜ୍ଞା କ୍ଷୀରାବ୍ଧି ତଟରେ ଅନେକ ଦିନ ତପସ୍ୟା ହେଲା ହଁ ହଁ ପ୍ରଭୁଙ୍କର ଯୋଗ ନିଦ୍ରା ଭଙ୍ଗ ହେଲା ନାହିଁ ନାଇଁ
शेषरे ଶେଷରେ कुशासନରେ ବସିଲା ଆଜ୍ଞା ବେଦପତି ବ୍ରହ୍ମା ବ୍ରହ୍ମା ଆଉ ନାରାୟଣ ସକ୍ଷୀରାବ୍ଧି ତଟରେ ପ୍ରଭୁ ମୋର ସହି ପାରିଲେ ନାହିଁ ନାଇଁ। ଆଇ ତ ଯୁଆଡେ ଯିବା ଖାଲି ଭାଗବତ 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 ଆଜ୍ଞା ଆଜ୍ଞା ଭାବ ଜ୍ଞାନ ବ୍ରହ୍ମ ତତ୍ତ୍ୱ ବୈରାଗ୍ୟର ପ୍ରତୀକ ହଉଛନ୍ତି ଭାଗବତ ଭାଗବତ କହୁଥିଲି ଗତକାଲି ଆଜ୍ଞା ଅଖିଳ ବାବୁ ଈଶ୍ୱର ବାବୁ ସାରେ ଯେତେ ପୁରାଣ ଅଛି ବିଶ୍ୱରେ ହଁ ଭଗବାନ ବ୍ୟାସକୃତ ଅଷ୍ଟାଦଶ ପୁରାଣ ଆଜ୍ଞା ସବୁ ଅଷ୍ଟାଦଶ ପୁରାଣରେ ଆଜ୍ଞା 5ଟା ଲକ୍ଷଣ 5 ଲକ୍ଷଣ କିନ୍ତୁ ବାପ ଆଜ୍ଞା ଭାଗବତରେ ହଉଛି 10 ଲକ୍ଷଣ ଭାଗବତର 10 ଲକ୍ଷଣ ତେଣୁ ଆଜ୍ଞା ନିଜେ ଭଗବାନ ବ୍ୟାସ କହିଲେ ଆଜ୍ଞା ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ବାଃ ଅର୍ଥାତ ଭାଗବତ ହଉଛି କେବଳ ମହାପୁରାଣ ମହାପୁରାଣ ଆଉ କେହି ଆଜ୍ଞା ମହାପୁରାଣ ହେଇପାରିବେ ନାହିଁ ନାଇଁ କାହିଁକି ନା ଦ୍ୱିତୀୟ ସ୍କନ୍ଧ 10 ନମ୍ବର ଶ୍ଲୋକ ଦ୍ୱିତୀୟ ଅଧ୍ୟାୟର 10 ନମ୍ବର ଶ୍ଲୋକ ବାବା ବାଃ ଭାଗବତରେ 10ଟା ଲକ୍ଷଣ ଆଜ୍ଞା ହଁ ଆଉ କୌଣସି ଶାସ୍ତ୍ରରେ ବାପା 10 ଲକ୍ଷଣ ନାହିଁ ନାଇଁ ମୁଁ ଗୋଟେ ଶ୍ଲୋକ ଗାଉଛି ଭଗବାନ ବ୍ୟାସ ଲେଖିଲେ ବାବା ବାଃ କହିଲେ ଅତ୍ର ସର୍ଗ ବିସର୍ଗସ୍ୟ ଇତି ପୋଷଣ ମୋତୟୋ ମନନ୍ତରେ ঈଶାନୁ କଥା କିଏ ଭକ୍ତି ପ୍ରଳୟ ଆଶ୍ରୟ ସବୁ ପୁରାଣରେ 5ଟା ଲକ୍ଷଣ ଆଜ୍ଞା କିନ୍ତୁ ଭାଗବତ ଏମିତି ଏକ ଶାସ୍ତ୍ର ଆଜ୍ଞା ଭଗବାନଙ୍କର ମୁଖ ନିଃସୃତ ବାଣୀ ଭାଗବତ ଆଜ୍ଞା ପଢିଲେ ମୁକ୍ତି ଭାଗବତ ଶୁଣିଲେ ମୁକ୍ତି ଯଦି ଭାଗବତ ପଢି ପାରି ନାହାନ୍ତି କି ଶୁଣି ପାରି ନାହାନ୍ତି ହେଲା ଭାଗବତ ଗ୍ରନ୍ଥ ଆଜ୍ଞା ଦର୍ଶନ କଲେ ମୁକ୍ତି କାହିଁକି ଆଜ୍ଞା କାହିଁକି ଭାଗବତ ଗ୍ରନ୍ଥ ଦର୍ଶନ କଲେ କାହିଁକି ମୁକ୍ତି ମିଳେ କାହିଁକି ଆଜ୍ଞା କହିବି ସେ ଆଡକୁ ଗଲେ ଆଜ୍ଞା ସୁର ବାବୁ ସାରେ ଏ ଅତ୍ର ସର୍ଗ ବିସର୍ଗ କ୍ଷିତି ପୋଷଣ ମୁତୟ ବାବା ବାଃ ଏ 5ଟା ଲକ୍ଷଣ ଆଜ୍ଞା ରହିଛି ସବୁ ପୁରାଣରେ ପୁରାଣରେ ମାତ୍ର ମାତ୍ର ପରମ ଶାସ୍ତ୍ର ଯାହା ଭଗବାନଙ୍କର ଶାସ୍ତ୍ର ପରମ ଶାସ୍ତ୍ର ସିଏ ଆଜ୍ଞା ପରେ ଆଜ୍ଞା ଭାଗବତରେ ରହିଛି 10 ଲକ୍ଷଣ 10 ଲକ୍ଷଣ ଇଏ 5 ଆଜ୍ଞା ତାପରେ ତାପରେ ମନନ୍ତରୀ ମନନ୍ତରୀ ঈଶାନୁ କଥା ସାନୁ କଥା ମୁକ୍ତି ମୁକ୍ତି ପ୍ରଳୟ ପ୍ରଳୟ ଆଶ୍ରୟ ଆଶ୍ରୟ ବା ଏ 5ଟା ଅଧିକା ଅଛି ଆଜ୍ଞା ଭାଗବତରେ 5 5 10 ହେଇଗଲା ଆଉ ତେଣୁ 5 5 10 ବାଃ 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 10ଟା ଲକ୍ଷଣ ହେଇଗଲା ଆଜ୍ଞା ଅରେ ପୁଅ ସାରେ ଯେତେବେଳେ ଭଗବାନ କୃଷ୍ଣ ତନୁ ତ୍ୟାଗ କରୁଛନ୍ତି ହଁ ହଁ ମହାରାଜା ଉଦ୍ଧବ ପହଞ୍ଚିଛନ୍ତି ବାଃ 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 ପଞ୍ଚୁ ପାଣ୍ଡବ ଅଛନ୍ତି ହଁ ହଁ ଭଗବାନ କୃଷ୍ଣ କହୁଛନ୍ତି ଆହା ଯେ ମୁଁ ଧରିତ୍ରୀ ତ୍ୟାଗ କରିକି ପଳେଇ ଯିବି ହଁ 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 ଆଜ୍ଞା ସେଇଠି ଜିଜ୍ଞାସୁ ଭକ୍ତ ଉଦ୍ଧବ ପଚାରିଲେ ପଚାରିଲେ କହିଲେ ମଣିମା ସତରେ ଆପଣ ପଳେଇ ଯିବେ ହଁ 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 ନା ହଁ ହଁ ମୁଁ ପଳେଇ ଯିବି ଆଜ୍ଞା କହିଲା ଶପଥ ଦିନ ରାତ୍ର କାଳେ ଇଏ ପ୍ରଚଣ୍ଡ ସମୁଦ୍ର ପ୍ରଚଣ୍ଡ ସମୁଦ୍ର ଇଏ ମୋର ନିବାସ ମାତ୍ର ଥିବ ବଳେ ଦ୍ୱାରକା ଦାସ ମୁଁ ତ ହିଁ ଯିବି ନିଜ ପୁରୀ ଜିଜ୍ଞାସୁ ଭକ୍ତ ଉଦ୍ଧବ ହାତ ଯୋଡ଼ିଦେଲେ ଜିଜ୍ଞାସୁ ଭକ୍ତ ଉଦ୍ଧବ ଆଜ୍ଞା ହାତ ଯୋଡ଼ିଦେଲେ କହିଲେ ମଣିମା ମଣିମା ଆପଣ ତ କହୁଛନ୍ତି ପଳେଇ ଯିବେ ପଳେଇବେ ଆଚ୍ଛା ମୁଣ୍ଡ ନଥିଲେ ଗଣ୍ଡି ନାରଖାର ନାରଖାର ଆମେ ହବୁ ଆପଣ ପଳେଇଲେ ତ ଏ ପୃଥିବୀ ଧ୍ୱଂସାଭିମୁଖୀ ହେଇଯିବ ଆଜ୍ଞା ଏ ପୃଥିବୀ କେମିତି ଚାଲିବ କେମିତି ଚାଲିବ ସେଇଠି ଆଜ୍ଞା ନିଜେ ଭଗବାନ ବ୍ୟାସ ଲେଖୁଛନ୍ତି ଆଜ୍ଞା ଭଗବାନ ବ୍ୟାସ ଲେଖିଲେ ଏ କହିଲେ ମୁଁ ରହିବି 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 କେଉଁଠାରେ କେମିତି ରହିବି କେମିତି ରହିବି କହିଲେ ତିରୋଧାୟଂ ପ୍ରବିଷ୍ୟାମି ହି ହି ଭାଗବତ ଗ୍ରନ୍ଥଂ ସଦା ତିରୋଧାୟଂ ସମ୍ଭବାମି ଇଏ ସମ୍ଭବାମି ଯୁগে ଯୁগে କହିଲେ ତିରୋଧାୟଂ ପ୍ରବିଷ୍ୟାମି ବାଃ ଭଗବାନ ବ୍ୟାସ ଲେଖିଲେ ସଂସ୍କୃତ ଭାଗବତରେ ଭଗବାନ ବ୍ୟାସ କହିଲେ ଆଜ୍ଞା କଣ କହିଲେ କଣ କହିଲେ କହିଲେ ତିରୋଧାୟଂ ପ୍ରବିଷ୍ୟାମି ବାଃ ଭାଗବତ ମୋର ଯେତେବେଳେ ତିରୋଧାନ ହବ ବାଃ ବାଃ ହେ ଉଦ୍ଧବ ହଁ ପ୍ରଭୁ ତମେ ଗୋଟିଏ କାମ କର ଭଗବାନ ବ୍ୟାସ କଲେ ତିରୋଧାୟଂ ପ୍ରବିଷ୍ୟାମି ଭାଗବତ ଗ୍ରନ୍ଥଂ ସଦା ବାଃ 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 ମୋର ତିରୋଧାନ ହେଲେ ମୁଁ ଆଉ କୁଆଡେ ଯିବିନି ଆଉ ଏ ଧରିତ୍ରୀରେ ରହିବି ହଁ କୋଉଠି ରହିବେ କେଉଁଠି ରହିବେ କେମିତି ନା ରହିବେ ଭାଗବତ ଗ୍ରନ୍ଥଂ ସଦା ବାଃ ଏ ଭାଗବତ ରୂପୀ ମହାପୁରାଣ ଗ୍ରନ୍ଥରେ ହଁ ସୂକ୍ଷ୍ମ ଶରୀରରେ ମୁଁ ବିରାଜିତ ହେବି ହେ 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 ପୁଅ ଆଜ୍ଞା ତାପରେ
भगवान कृष्ण कहले हे उद्धव प्रभु तुम्हें बद्रिका आश्रम को पलि जाओ प्रभु हाथ जोड़ी देले उद्धव महाराज प्रभु उद्धव होउछंती भगवान कृष्णकर दादा पुओ भाई देखंतु हरिवंश पुराण भगवान कृष्णकर दादा पुओ भाई हेले उद्धव कहले तमे आश्रम नामे बद्रिका से की तो चरण बद्रिका आश्रम को पठेई देले उद्धव महाराज को उद्धव महाराज बद्रिका पड़ेला गया 2000 वर्ष बद्रिका रे नाम प्रचार कले उद्धव महाराज वैकुंठपुर दिव्य रथ आसिला हरिवंश पुराण कहले दिव्य रथ रे उद्धव महाराज वैकुंठपुर को गला गया हरिवंश शेष पर्याय रे हे ज्ञानेन्द्र पुंगव कहीं के कथा कहली सुर बाबू तेणु एठी कंस सब जानिछि तेणु क्षीराब्धि तटरे वेदपति ब्रह्मा जेते तपस्या कले आज्ञा ब्रह्मांकर विकल को सही पारले नाही आज तो कुआडे जीविनी भागवत को हरिवंश मिसई की कहि गाई बोली कले ब्रह्मार देखिनो विकल ये दया शंकर आदि मूल दया शंकर आदि मूल दया शंकर आदि मूल ए बा ब्रह्मांकर विकल देखी भगवान दया शंकर आदि मूल सत्यनारायण क्षीराब्धि तटरे कहले हो ब्रह्मा मु निजे जीविनी कौन कले सार जोड़िए लोम उपाड़ी देले आज्ञा जोड़िए लोम उपाड़िले क्षीराब्धि तटरे अनंत साई भगवान विष्णु जोड़िए लोम आज्ञा उपाड़िले जोड़िए लोम उपाड़े कौ लोम आज्ञा बाम पट जानूरु जोड़िए लोम उपाड़िले गोटे हूँ सारे धला लोम गोटे हूँ कला लोम शुण शुण के सुंदर पुराण रही ये जो धला लोम आउ कला लोम उपाड़िले आपको लिखिले किए से भागवत जगन्नाथ दास लिखिले नील धवल बेनिकेश जंघू पाड़ी हृषिकेश निजर जानूरु नील वर्णर गोटे केश बापा धवल वर्णर गोटे केश ये जोड़िया केश उपाड़िले देले काहाकु ना वेदपति ब्रह्मा को करे सारे गला भागवत गोटे प्रमाण गला 2 नंबर प्रमाण आपण मानकर हरिवंश पुराण लिखिले हरिवंश कोन कहिले कला नील धवल देवेनी केश उपाड़िले हरिवंश कहले नील धवल जेबेनी केश उपाड़िले गोटे नील वर्णर केश गोटे धवल वर्णर केश कंस दारू रक्षा पाइबा जोड़िए केश उपाड़ी 2 नंबर प्रमाण गला आज हाथ पाहांतरे भलिया योग्य ओडिशार योग्य पुओ मानकु पाइछि आ छाड़ीदेवी पुओ 3 नंबर प्रमाण पाठ नथिले पाला नाही शारदा भाई टिके सजे है क्या सज आज सजे है क्या सज हरिवंश को भागवत केमती मिसिकी जाउछि